ନା ବାଦାନ କି ଚିନ୍ତା କରନ୍ତି ବୋଲେ ଏକାନ୍ତରେ ଜଣେ ପୁରୁଷ ପାଖରେ ବିବାହିତା ନାରୀ ଜଣେ ଯଦି କଥାବାର୍ତ୍ତା କରେ ତାହେଲେ ନାରୀର ନାରୀତ୍ୱ ନଷ୍ଟ ହୁଏ। ଏଠି ବଡ ପୁରୁଷ ହଉଛି ରାବଣ, ମୋ ପାଖରେ ନିଜ ଦେଇନାହାନ୍ତି ତାହେଲେ ଘାସଟାକୁ ପାଣନ୍ତି କାହିଁକି? ଆପଣମାନଙ୍କର ସନ୍ଥ ତୁଳସୀଦାସ ଗୋସ୍ୱାମୀ ରାମଚରିତ ମାନସରେ କହିଲେ ତୃଣ ଧରି ଗୋଟ କହତ ବୈଦେହୀ ସୁମାରୀ ଅବଧପତି ପରମ ସନ୍ଦେହୀ। ଘାସଟାକୁ ଉପାଡ଼ି ଦେବାର କାରଣ ବିଚାର କଲେ ମୋ ସ୍ୱାମୀଙ୍କ ରୂପ ହଉଛି ଶ୍ୟାମଳ, ଧୁବ ଘାସ ରୂପ ହଉଛି ଶ୍ୟାମଳ। ଏ ଘାସଟାକୁ ଯଦି ଆଖି ଆଗରେ ମୁଁ ରଖିବି ମୋ ସ୍ୱାମୀଙ୍କର ପ୍ରତିବିମ୍ବକୁ ପ୍ରତିବିମ୍ବିତ କରେବି, ମୋ ଆଖି ଆଗରେ ମୋ ସ୍ୱାମୀଙ୍କ ରୂପଟାକୁ ମୁଁ ଦେଖିବି, ଏଇ ଚୋରଟା ସାଙ୍ଗରେ କଥାବାର୍ତ୍ତା ହେଲେ ମୋର ଅସୁବିଧା କିଛି ମୋ ସ୍ୱାମୀ ତ ମୋ ପାଖରେ ଅଛନ୍ତି। ଦ୍ୱିତୀୟ ଭାବନା ବୋଲେ ଭୂମି ସୁତା ଅଛନ୍ତି ବାସିନ୍ଦା, ଭୂମିରୁ ଜାତ ହେଇକି ଘାସ ବୋଲେ ଘାସ ତ ମୋ ଭାଇ ମୋ ପାଖରେ ଅଛି, ଏ ଚୋର ସାଙ୍ଗରେ କଥାବାର୍ତ୍ତା ହେଲେ ଅସୁବିଧା କିଛି ନାହିଁ। କିନ୍ତୁ ତାଙ୍କ ରୂପ ଦେଖିପାରିବେନି, ସେ ଭିତରୁ ଶବ୍ଦ ଶୁଣେଇବେ ଆଜ୍ଞା ଆପଣ ଯାହାକୁ ଖୋଜୁଛନ୍ତି ସେ ଘରେ ନାହାନ୍ତି। ତେଣୁ ଜଣେ ନାରୀ ପାଇଁ ଏଠି ଆହ୍ୱାନ ଦରକାର। ଏଠି ଆହ୍ୱାନ କିଏ ସେ ନା ଏଠି ଦୁବ ଘାସଟା ଉପାଡ଼ି ଦେଲେ ବୋଲେ ମଝିରେ ରହିଲା ଦୁବ ଘାସ, ସେପଟେ ରହିଲା ରାବଣ, ଏପଟେ ରହିଲେ ମୁଁ। ତେଣୁ ଯାହା ସାଥିରେ ମୋର ସମ୍ପର୍କ କିଛି ନାହିଁ। ଏ ଭାବନା ତୁଳସୀ ଲେଖିନାହାନ୍ତି ତୁଳସୀଦାସ ଗୋସ୍ୱାମୀ ବୋଲେ ଜନ୍ମକି କାହିଁକି ଘାସ ଉପାଡ଼ିଲେ? ବିଚାର କଲେ ରାବଣ ତୁ ତ ମୋ ସ୍ୱାମୀ ହବା ପାଇଁ ଅନୁପଯୁକ୍ତ, ରାବଣ ହବା ପାଇଁ ତତେ କେତେ କୋଟି ତପସ୍ୟା କଲେ ହବ ହେଇପାରିବୁନି, ତା ସମାନ ତୁ ହବୁନି। ସାଗରରେ ସାଗର ପମ, ସାଗର ସାଗର ଭଳିଆ, ଆକାଶ ଆକାଶ ଭଳିଆ, ପ୍ରଭୁ ପ୍ରଭୁ ଭଳିଆ, ମା ମା ଭଳିଆ, ବାପା ବାପା ଭଳିଆ ଆପଣ ଅନୁରୂପ ତିଆରି କରିପାରିବେ। ପ୍ରଭୁଙ୍କ ଭଳିଆ ଉପରେ କାହାକୁ କିଏ ସୃଷ୍ଟି ହବ? ଯିଏ ପ୍ରଭୁ ହବାକୁ ଯାଇଛି ମରିଛି। କାହିଁକି ନା ସିଏ ଯିଏ ଭାବିବ ମୁଁ ହେବି, ଏଇଠି ହେଇପାରିବନି। ବାପା ମା ଆପଣ କାହାକୁ ଶାଶୁ ଶ୍ୱଶୁରକୁ ବାପା ମା ଡାକିବେ? ବାପା ବାପା ମା ମା। ଶାଶୁ ଶ୍ୱଶୁରକୁ ଆପଣ ହଜାରେ ବାପା ମା ଡାକିଲେ ହବନି। ସାଗର ଭଳିଆ ଜେସିବି ଲଗେଇ ଆପଣ ଗଭର୍ଣ୍ଣମେଣ୍ଟ ଏତେ ପଇସା ଖର୍ଚ୍ଚ କରୁଛି, ଲକ୍ଷେ କୋଟି ଟଙ୍କା ଖର୍ଚ୍ଚ କରି କଣ ସମୁଦ୍ର ତିଆରି କରିବା? ହବନି କି ହେଇନି। ତା ଭଳି ତୁ ହେଇପାରିବୁନି। କବି ସମ୍ରାଟ ଭଞ୍ଜ ବୈଦେହୀଶ ବ୍ୟାସରେ ଗୋଟାଏ ପଦ ଛନ୍ଦ କହିଲେ ବିନା ଇଏ ଜଳରେ নিজ ইচ্ছারে সূর্যদেব পশ্চিম দিকে বলে রত পারନ୍ତି কিন্তু উদয় পারନ୍ତି। কিন্তু ଆପଣ ଗୋଟାଏ କଥା ଜାଣନ୍ତୁ, ମା ଜାନକୀ କହିଲେ ବିନା ଶ୍ରୀରାମରେ ଗୋଟିଏ କାମରେ ତ କାମରେ କି ସମ୍ଭବ ହେବ? ଶ୍ରୀରାମଙ୍କ ବ୍ୟତୀତ ଗୋଟିଏ ସନ୍ଦର୍ଭ ଯଦି ଏକତ୍ରିତ ହୁଅନ୍ତି ମଧ୍ୟ ମନ ଚଳିନି କି ଚଳିବନି। ଆର୍ଯ୍ୟାବର୍ତ୍ତର କୁଳବଧୂ ସେଦିନ ମା ଜାନକୀ ରାବଣକୁ ଉପେକ୍ଷା କରିଛନ୍ତି। କହିଲେ ରାବଣ ତୁ ରାମ ହବା ପାଇଁ ବହୁତ ସମୟ ଲାଗିବ, ହେଇନୁ କି ହବୁନି, ଆଉ ତୁ ପ୍ରେମ ନିବେଦନ କରୁଛୁ, ମୁଁ କେମିତି ରାଜି ହେବି? ଆର୍ଯ୍ୟାବର୍ତ୍ତର କୁଳବଧୂ ସେଦିନ ନବାବ ଆଗରେ ଜବାବ ଦେଇଛି। ରାବଣ କଣ ଲୋଭ ଦେଖେଇନି? କହିଲା ଜାନକୀ ତୋ ସ୍ୱାମୀ ଗୋଟେ ସୁନା ଟିକେ ଦେଇପାରିଲାନି, ମାୟା ମୃଗ ଦେଖି ତା ପଛରେ ଗୋଡେଇଲା। ମୁଁ ଦେଖ ତୋ ସ୍ୱାମୀର ପିତା ପଥର କାନ୍ଥ, ମୋ ଘର ଦ୍ୱାର ଦୁଆର ସାମনে ସୁନା, ଚାଲୁନୁ ସୁନାର ଗଦା ଉପରେ ଶୁଆଇଦେବି, କଣ ହବ? ଲାଭ କିଛି ନାହିଁ। ସେଦିନର ନାରୀ ଧନକୁଳ ଆଖି ଆଗରେ ରଖିନି, ତା ସ୍ୱାମୀକି ଆଖି ଆଗରେ ରଖିଛି। କିନ୍ତୁ ଆଜିର ନାରୀ ଯୋଡା ଯୋଡା ପିଲା ଛାଡି ପରପୁରୁଷ ସାଙ୍ଗରେ ପଳଉଛନ୍ତି। ଆମେ ସେଠି ଭାରତୀୟ ସଂସ୍କୃତିର ପୁରୁଷ ହଉ କି ନାରୀ, ଆମେ ଆଜି ଜଗତରେ ଆମେ ଶିଷ୍ଟାଚାର ଭୁଲି ଯାଉଛେ, ନୈତିକତାକୁ ଭୁଲି ଯାଉଛେ। କାହିଁକି କଥା କହୁଛି? ଆଉ ଜଣେ ଝିଅ ଏ ଭାରତ ବର୍ଷରେ ଜାତିରେ ବୈବର୍ତ ଦାସରାଗର ଝିଅ ସେଦିନ ନଦୀ ପାର ହଉଛନ୍ତି। ଆପଣ ମାନଙ୍କର ଶାନ୍ତନୁ ମହାରାଜ ବୋଲେ ସରିତେ ପାରନି
ସେଇ କଥାକୁ ଦେଖିଛନ୍ତି ଜୀବମାନେ ମାଂସ ଖାଇବାକୁ ଜୀବନଟାକୁ ଆମେ ବୁଝିପାରିଲୁନି ନିଜେ ମଣିଷ ଭୁଲ କରିବ ପିଲା ଛୁଆ ଜନ୍ମ କରିଦେବ ବାବାଜୀ ହେଇଯିବ ବାବାଜୀ ହେଇଗଲା ପରେ ଯଦି କିଏ କହିବ ଟିକେ ଘର ସଂସାର କ'ଣ ଛାଡ଼ିଦେଲୁ ନା ଭାଗବତ ପାଳନ କଲି କାହିଁକି ନା ପୁତ୍ର ନିବେଶୀ ପତ୍ନୀ ପାଶେ ଅଥବା ଚଳିବ ସନ୍ନ୍ୟାସୀ ପୁଅ ଜନ୍ମ କଲି ସ୍ତ୍ରୀ ପାଖରେ ଛାଡ଼ିଦେଲି ବାବାଜୀ ହେଇଗଲି କେଡ଼େ ଚାଲାକି କଥା ଭାଗବତରେ କ'ଣ ସେଇଆ ଲେଖା ହେଇଛି ଭାଗବତରେ ଲେଖା ହେଇଛି ପୁତ୍ର ନିବେଶୀ ପତ୍ନୀ ପାଶେ ରହ ଅଥବା ବାବାଜୀ ହେଇଯା ବାବାଜୀ ହେଇଯା ନହେଲେ ଘରେ ରହ ଅଥବା ଶବ୍ଦର ଅର୍ଥ କିମ୍ବା ଘରେ ରହି ପାଠ ବିହିତ କର୍ମ କରି ବିହିତ କର୍ମକୁ ପାଠ କେହି ବସାଏ ଯଦି ବିହିତ କର୍ମ କରିଛୁ ତାହେଲେ ଠିକ ଅଛି ଯଦି ଅବିହିତ କାମ କରିବୁ ବାବାଜୀ ହେଇଯିବୁ ତାହେଲେ ଠିକ ଅଛି ତେଣୁ ସେ କହିଲେ ପୁତ୍ର ନିବେଶୀ ପତ୍ନୀ ପାଶେ ଅଥବା ପୁତ୍ର ନିବେଶୀ ପତ୍ନୀ ପାଶେ ଘରେ ରହ କିମ୍ବା ବାବାଜୀ ହେଇଯା ଆଉ ପିଲା ଜନ୍ମ କରି ବାବାଜୀ ହେଇଯିବ ମାଇକ କ'ଣ ମୂଳ ନାଗିକି ତାକୁ କ୍ଷୀର ଖାଇବା ଜୀବନରେ ମଣିଷ ବଞ୍ଚିବା ପାଇଁ ପୁରାଣକୁ ଆଖି ଆଗକୁ ଆଣେ କିନ୍ତୁ ପୁରାଣର ଆଜ୍ଞା ଗୋଟେ ଅପରୂପ ଅଛି ଗୋଟେ ବହି ରୂପ ଅଛି ସେ ଦିନ ଯେତେବେଳେ ଆମେ କହିଲେ ଯେ ଆମେ କାହିଁକି ଭୁଲ କରୁ ଆମେ କାହିଁକି ଅଜାତିରେ ପ୍ରେମ କରୁ ଆମେ କାହିଁକି ଅଜାତିରେ ପ୍ରେମ କରୁ ନା ପୁରାଣରେ ହେଇଛି କୋଉଠି ନା ସେଦିନ ପରାଶର ବାବାଜୀ ଅଭିନେତାରେ ଯାଉଛନ୍ତି ଡଙ୍ଗା ଉପରେ ଦିନଟାକୁ ରାତି କଲେ ଅପ୍ରାପ୍ତ ବୟସ୍କ ଝିଅକୁ ପ୍ରାପ୍ତ ବୟସ୍କ କରାଇଲେ କୈବର୍ତ୍ତ କନ୍ୟା ସାଙ୍ଗରେ ସେଦିନ ପରାଶର ଋଷି ପ୍ରେମ ରଚନା କଲେ କାହିଁକି କ'ଣ ଦୈହିକ ସମ୍ପର୍କ ପାଇଁ ନା ଯୌନ ପିପାସା ପାଇଁ ନା ଦେହ ସୁଖ ପାଇଁ ମଣିଷ ଯାହା ଭାବୁଛି ସେଇଟା ନୁହଁ ଇଏ ପୁରାଣର ବାହାର ରୂପ ତାଙ୍କ ରୂପ ବାବାଜୀ ପରାଶର ଗଲା ବେଳେ ଡଙ୍ଗାଟା ମଝି ନଦୀରେ ପହଞ୍ଚିଛି ବାବାଜୀ ଦେଖିଲେ ଅଭିଜିତ ନକ୍ଷତ୍ର ପ୍ରବେଶ କଲା 12 ବର୍ଷର ଥର ଅଭିଜିତ ନକ୍ଷତ୍ର ଦେଖାଦେବ ଆଉ ଅଭିଜିତ ନକ୍ଷତ୍ର ଦେଖାଦେଲା ବେଳେ ସଂସାରରେ ଯୋଉ ଛୁଆଟା ସୃଷ୍ଟି ହବ ସେ ସମାଜ ପାଇଁ ଗୋଟେ ସୁନ୍ଦର ବାର୍ତ୍ତା ଦବ ତେଣୁ ଚିନ୍ତା କଲେ ବାବାଜୀ ବୋଲେ ଏଠି ଆଉ କେହି ନାହାନ୍ତି କିଏ ଅଛି ସୁନ୍ଦର କଥାଟିଏ ସେଇଠି ବାବାଜୀ ଚିନ୍ତା କଲେ ଯେ ସମାଜ ପାଇଁ ଭଲ ବାର୍ତ୍ତା ଦେବା ପାଇଁ ବାବାଜୀ କହିଲେ ଯିଏ ଯାହା ବୁଝୁଛି ବୁଝୁ ଦିନଟାକୁ ରାତି କଲେ ଡଙ୍ଗା ଉପରେ ପ୍ରେମ କରିନାହାନ୍ତି ଦୈବ ଅବଦଳିତ ଜନ୍ମ ସମ୍ପର୍କ ବାବାଜୀ ମାନଙ୍କର ବାକ୍ ଶକ୍ତି ଥିଲା ସେମାନେ କହିଦେଲେ ଯେ ଦିନଟାକୁ ରାତି କରିଦେଉଛି ସେ ଛୁଆଟେ ସୃଷ୍ଟି କରିବା କ'ଣ ଅଛି ସେ ଚିନ୍ତା କରେ ଏଇଟା ବେଳା ଭଲ ଏତିକି ବେଳେ ଏ ଝିଅ ଗର୍ଭରୁ ଗୋଟେ ଛୁଆ ସୃଷ୍ଟି କରିବା ତେଣୁ ସେଦିନ ମାନସ ସୂତ ସୃଷ୍ଟି କରିଥିଲେ ଆଉ ଜନ୍ମ ସ୍ଥାପନା କରିବା ପାଇଁ ଆମକୁ ଯଦି ସଂସାରରେ କିଏ କହିବ ଏ ଭୁଲ କାହିଁକି କରୁଛୁ ନା କୃଷ୍ଣ ତ ପ୍ରେମ କଲେ କିରେ କୃଷ୍ଣ ପ୍ରେମ କଲେ ସିଏ ଯେତେବେଳେ ଗୋପରେ ବିପଦ ପଡ଼ିଲା ସେ ଗୋବର୍ଦ୍ଧନ ପର୍ବତ ଟେକିଲେ ତୁ ତ ପଞ୍ଚାୟତଠୁ 25 କେଜି ଚାଉଳ ଆଣିପାରୁନୁ ଆଉ ସିଏ ପ୍ରେମ କଲେ ତୁ ପ୍ରେମ କରିବୁ କାହିଁକି ତ ମନ ହଉଛି ଇଏ ଯାହା ତୁ ତ ସେଇଆ ନୁହଁ ତାହେଲେ ସଂସାର ଭିତରେ ଆମେ ଯଦି ବାସ୍ତବ ଜୀବନକୁ ଆସିବା ବାବାଜୀ ମାନେ ସାଧୁ ସନ୍ଥ ମାନେ ସମାଜର କଲ୍ୟାଣ ପାଇଁ ଭଲ କାମ କରିଛନ୍ତି ଆଜି ସମାଜ ଭଲ ବୁଝୁ ବା ମନ୍ଦ ବୁଝୁ ସେଥିରେ ଆମେ ଭଲ କଥାଟାକୁ ବୁଝିନୁ ମନ୍ଦ କଥାଟାକୁ ଆମେ ବୁଝି ବୁଝି ଚାଲିଛୁ କାହିଁକି କଥା କହୁଛି ନା ସେ ଦିନ ଯେତେବେଳେ ତ ପ୍ରେମ ନିବେଦନ କରିଛନ୍ତି ଆପଣମାନଙ୍କର ଶାନ୍ତନୁ ମହାରାଜ ଠିକ ସେଇ ଅନୁରୂପ ଏମିତି ଗୋଟେ ସମୟ ଆସିଲା ଡଙ୍ଗା ଉପରେ ବସିଛନ୍ତି ଏ ତ ସୁନ୍ଦର ରୂପ ଉପରେ ଯେତେବେଳେ ଆଖି ପଡ଼ିଛି ପ୍ରେମ ନିବେଦନ କରିଛନ୍ତି ମହାରାଜ ଶାନ୍ତନୁ ଦିଲ୍ଲୀର ସାମ୍ରାଜ୍ଞୀ ହବୁ ଚାଲେ କାଲି ତତେ ମୁଁ ରାଣୀ କରେଇଦେବି କିନ୍ତୁ ସେ ଝିଅଟା କ'ଣ ହଁ କରିଛି ଦିଲ୍ଲୀର ରାଣୀ ହେଇଥାନ୍ତା କିନ୍ତୁ ମନା କଲା ନାହିଁ ଦରକାର ନାହିଁ ଭଲ କାହିଁକି ପିତୃଦତ୍ତ କନ୍ୟା ରାଜାଦତ୍ତ ଭୂମି ରାଜା ଖୁସିରେ ଯୋଉ ଭୂମି ଦାନ କରିବେ ତାହା ପ୍ରାପ୍ତି ହବ ଆଉ ବାପା ଖୁସିରେ ଯୋଉ ଝିଅକୁ ଦାନ ଦେଲା ସେ ଝିଅର ଭବିଷ୍ୟତ ଭଲ ହବ ଆଉ ବାପା ମା କଥା ନ ମାନି ଅବାଟରେ ଯିଏ ପାଦ ଦେଲା ତା ଭବିଷ୍ୟତ ଆଜ୍ଞା ଅନ୍ଧାର ସେ ଦିନ କହିଦେଲା ଝିଅ ଯେ ମହାଭାଗ ଆପଣ ପିତୃ ପ୍ରତିମ ବଡ କ'ଣ ଯାଚୁଛନ୍ତି କିନ୍ତୁ ମୋର ଦରକାର ନାହିଁ ମୋ ବାପା ପରା ନାହାନ୍ତି ମୋ ବାପା ଏ ସୌରଟା ବଢିଛନ୍ତି ମତେ ଜନ୍ମ ଦେଲେ କଷ୍ଟ କରି ପାଣିରେ ପଶିଲେ ମଣିଷ କଲେ ବାପା ନାହାନ୍ତି ମୁଁ କ'ଣ ସୁଖ ପାଇବି ବୋଲି ରାଣୀ ହେବି ବୋଲି ଆପଣଙ୍କ କଥାରେ ପଳେଇବି ସେ ଭୁଲ ମୁଁ କରିବି ଗୋଟେ କୈବର୍ତ୍ତୀ କନ୍ୟା ସେ ପିତୃ ଆଦର୍ଶକୁ ପାଳନ କରିବା ପାଇଁ ବାପାଙ୍କୁ ସମ୍ମାନ ଦେବା ପାଇଁ ରାଣୀ ହେବା ପାଇଁ ଚାହିଁଲାନି କାହିଁକି ନା ଭାରତ ବର୍ଷରେ ସ୍ୱତନ୍ତ୍ରତା ଥାଏ ଯୋଉ ପାର୍ଟିକି ବିଶ୍ୱଯାକ ସଲାମ ପକାଉଛନ୍ତି କାହିଁକି ଆଜ୍ଞା ଏ ମାଟିରେ କିଛି ନୀତି ଆଦର୍ଶ ଅଛି ଯୋଉ ନୀତି ଆଦର୍ଶ ନେଇ ଆମେ ବଞ୍ଚିବା କିନ୍ତୁ ଏବେର ମଣିଷ ଆଉ ନୀତି ଆଦର୍ଶକୁ ଆମେ ପୋଡ଼ି ଖାଇଦେଲେ ଆଉ ପୋଡ଼ି ଖାଇଦେଲା ବେଳେ କାହାକୁ କିଏ ଦୋଷ ଦେବ ସମସ୍ତଙ୍କ ଦୋଷ ସମାନ କାରଣ ଏଇଥିପାଇଁ ଛୋଟିଆ କଥା ପଡ଼ି ଯାଉଛି ରାଜ୍ୟରେ ମଡ଼କ ପଡ଼ିଲା ପାଣି ବର୍ଷତ ଆସିଲା ସବୁ ମରିଗଲା ମରିଗଲା ପରେ କାଳକ୍ରମେ କୌଣସି କାରଣରୁ ଯୋଡ଼ିଏ ପିଲା ବଞ୍ଚିଗଲେ ଏ ପିଲା ଗୁଡ଼ିକ ବାହା ହେଲେ ବାହା ହେଲା ପରେ
ପରେ ये दी जन जाक बुढ़ा बुढ़ी हो गले दिने बुढ़ी डाकुची कला हुए आज तो संक्रांति जान जने वैष्णव डाकी आनिब आ होम टिके आम घर हेले करबा ये तो पिला दिन वैष्णव कोन जानिनी तो अच्छा वैष्णव कोन कहूछु ना कोन म जानि न गोटे बुझुलाटे भले थब दाढ़ी बला बला मुह रखी थब आउ से तो जाउ थब से बुढ़ा जानिला ए बुढ़ा कोला चही गला नमस्कार कला क्या नमस्कार से मन मन भाई मत तो कहीं नमस्कार करते ये कौन नमस्कार है कौन कहता बापा ना आम घर टी होम हवा संक्रांति सी कहते होम कौन मुझे जानी काठ नदेवी निआ नदेवी तो होम ये विचार करी अच्छा केते पैसा दबू ना 200 टका देवी ये विचार कला बेपार देले टका 100 टा आइथा तो 200 टका मिलिबो होम करबा पाई ये जाई वैष्णव बसिले होम करबा होम कला बे से ता समित सब थई दे काठ घिया नड़िया सब गुआ थई दे ये थई कि होम करबा बाहरची सेठी बुढ़ा तंती बुढ़ा से तंत्र बुणुची बुणीला बेले कहू मोर कि दुर्भाग्य कोठी मते प्रभु नै पहुंचैला बोले तू बुढ़ा बुणी तू धमणी तू तार दाता बहु केलुनी ई समय आसिला मु होची बुढ़ा बुणी तंती मु जाको बाहाली से धपा घर झियो आमे सिला बाहाल हम तो पुला न होला से बाहाला पर बहु जानि ले केडा घर झियो ता कहि से दिगले ता स्त्री खेला ताकू चुमुन देई कला काई के ठीक छ वैष्णव वचन ते बेंती काई कहछ बोले कथा को किया है तो एडे कहालो वैष्णव जानिले करिवे बोला तमे तो घर कथा कहछ हम घर कथा ये वैष्णव जदी आनी दबो चारियाडे बिकिबो कि नाही तमे काई पाठी करछ वैष्णव तो बसी सुनु थला कोती पाठी करो ना किछि होला नाही ए कथा को किया एडे गुमान मुपदा दिलो मु को वैष्णव की मु तो फेरी छेड़ी काटियो तू तो कहली 200 टका दबोनी तू कहली काई छेड़ी टा काटिबा आउ 200 टका देई होम करबी मते मते होम आसी परिवार उद्देश्य समाज जतबे विवाद घटिबो सेतबे का संगे के मिल हबे आ ओ कथा अदृश्य मान सत्ता ए समाज रे आसी प्रवेश करिवो आपण हजार चेष्टा करे मध्य का को परिवर्तन करि पारिबेनी आमे त हम संसार परिवर्तन करि पारुनी घर को परिवर्तन करि पारुनी देश को राज्य को केतबे परिवर्तन करिबा निजे जतबे आमे संस्कारी न अन्य को संस्कार आमे करिवार प्रश्न उठुनी तेनु निजे संस्कार होला परे अन्य को आमे संस्कार करिबा काइले कथा कहूची ना कहिबार उद्देश्य ए जगतर जदि सुंदर पुरुष किए से होछंती राम आ जदि सुंदरी नारी किए ते होछंती सीता ताले राम आज्ञा सुंदर हेले काई ना मर्यादावंत पुरुष जीवन रे जोटी मर्यादा नाही से जीवन रे लाभ किछि नाही ताले मर्यादा सृष्टि हो कोठु ना निज परिवार को मर्यादा आसीबो केमिति ना जेतरे संस्कारी परिवार की आमे तयारी करिबा सेति केबे आमे जानिबा सब ठीक अछि कारण रोता धर्म आपण पालन करंतु बोले सानंदम सदनम सुताच सुदिहा कांता न दुर्भासिनी बोले रोता धर्म रे प्रथमे सानंद आनंद रहिबा दरकार आनंद आज्ञा काटू बंदी बोले जे दात पचारे भाई कोन खुशी खुशी पाई परबो किंतु आनंद करि परबोनी हमें खुशी रे अछु भलो खाउछु रज पाइलु मटन खाइलु माछ खाइलु एसी रे सोइलु सात घर देखिलु किंतु आनंद काई आनंद नाही वो गुजरात रे वो महाराष्ट्र रे बापा तले सोईची सीधा मसीना मां को काल मगानी कोपा मोरे पानी देवा को केई के नाही आनंद को फसिला आनंद काकाई गंती गरीब परिवार रे जन्म थौ घरे में बाप को थौ ओला पलथिनी टाणी थौ बापा मां पुओ झियो बहु नाती नातुनी परिवार सब सदा बेले एकाठी बसी आनंद रे भोजन करबा एबे आपण देखिबे बापार चारिटा पुओ श्राद्ध होची चारिटा हां से चारिटा करे अछंती ता आरो टिके टिके नै ईशान करछंती आ बोपा श्राद्ध पकोछंती किंतु बोपा मलाय को केही आसी न थेले श्राद्ध पकेला को ढेर अछंती आपण देखुना नि बेड रे आपण पड़ी थाबे ओ बंधु बांधव जिबे तू जाहर को व्यस्त अछु मुदी दिन रही केही बेन जा कोइ भाई के रहू ना सियाडे केते काम केही काई कहबे बेड खर्च मु देबी के कहबे मेडिसिन खर्च मु देबी के कहबे ब्लड लागबो मु दीटा ब्लड रो पैसा देबी के कहबे मु टेस्ट पैसा देबी किंतु मोला परे आसीले सब के कहबो मु 6 क्रिया करिबी के कहबो 4 क्रिया करिबी के कहबो 7 क्रिया करिबी के कहबो 9 क्रिया करिबी
କିଏ କବ ଦର୍ଶନ କ୍ରିୟା କରିବି କିରେ କ୍ରିୟା ମୁଣ୍ଡେଇବାକୁ ସମସ୍ତେ ଆସୁଛ ତା ମାନେ ଚାହୁଁଛନ୍ତି ମାନେ ମଲେ ଆମେ କ୍ରିୟା କରିବୁ ବଞ୍ଚିବାକୁ ଚାହୁଁନାହାନ୍ତି ଯଦି ସେତିକି ପଇସା ଲାଗିଥାନ୍ତା ସେ ଲୋକଟା ବଞ୍ଚି ଯାଇଥାନ୍ତା ବଞ୍ଚେଇବେନି କାହିଁ ଆଉ ଭଲ ହେଇ ଘରକୁ ଫେରିଲା ପରେ ସବୁ ଆସିବେ ମୋଟର ସାଇକେଲ ଧରି ଆଣିବେ ହର୍ଲିକ୍ସ ଟିକେ ମାଂସ କେଜିଏ ଖାଇବୁ 250 ଟଙ୍କା ଆଣିବ 1000 ଟଙ୍କା ଖର୍ଚ୍ଚ କରିଦେଇ ସେଥିରେ ଆନନ୍ଦ ଆଜ୍ଞା କିଛି ନାହିଁ ଆନନ୍ଦ ପରିବାର କାହାକୁ କହନ୍ତି ଯୋଉଠି ବାପ ପୁଅ ସ୍ୱାମୀ ସ୍ତ୍ରୀ ପରିବାରରେ ସମସ୍ତଙ୍କ ସହିତ ସମସ୍ତଙ୍କର ସହମତି ଅଛି ତାକେ କହନ୍ତି ଆନନ୍ଦ ସାନନ୍ଦମ ସଦନମ ସୁତାଚ ସୁତିହା ପୁଅ ଝିଅ ଆମେ ଜନ୍ମ କରିଛେ ପିଲାମାନେ ଯଦି ଶୁଦ୍ଧ ପବିତ୍ର ହେଲେ ତାହେଲେ ଯାଇ ସବୁ କଥା ହବ ଉତ୍ଥାନ ପଦ ରାଜା ତାଙ୍କର ଦିଟା ସ୍ତ୍ରୀ ଜଣେ ହଉଛି ସୁନୀତି ଆଉ ଜଣେ ହଉଛି ସୁରୁଚି ସୁନୀତି ଠୁ ଜନ୍ମ ହେଲା କିଏ ସେ ଧ୍ରୁବ ସୁରୁଚି ଠୁ ଜନ୍ମ ହେଲେ ଚାରିଟା ପୁଅ ଆଚ୍ଛା ନୀତି ଯଦି ଠିକ ଅଛି ପିଲା ଆଜ୍ଞା ସଂସ୍କାରୀ ସୁନୀତି ଠୁ ଜନ୍ମ ହେଲା ଧ୍ରୁବ ସେ ଧ୍ରୁବ ମଣ୍ଡଳରେ ବସିଲା କିନ୍ତୁ ସୁରୁଚି ଯାହା ପାଖରେ ଅଛି ତା ପିଲାମାନେ ଅମିତି ହେଇଗଲେ ରୁଚି ଭଲ ରହିଲେ ପିଲାମାନେ ସଂସ୍କାରୀ ହୁଅନ୍ତିନି ନୀତି ଭଲ ରହିଲେ ପିଲାମାନେ ସଂସ୍କାରୀ ହେବେ ଆପଣମାନେ ଦେଖୁନାହାନ୍ତି ନୀତି ଠିକ ରହିଲା ବୋଲି କୈକେୟୀ ରାମ ରାଜ୍ୟ ସୃଷ୍ଟି କଲା କିନ୍ତୁ ରୁଚି ଠିକ ରହିଲା ବୋଲି କୈକେୟୀ ଗାନ୍ଧାରିଆ କରେ ତା ପିଲାମାନେ ମଲେ ତେଣୁ ପିଲାମାନଙ୍କୁ ସଂସ୍କାର ଶିଖା ସଂସ୍କାର ଯଦି ଶିଖେଇଲେ ତାକୁ ପରିବାର କହିହବନି ସାନନ୍ଦମ ସଦନମ ସୁତାଚ ସୁତିହା କାନ୍ତା ନ ଦୁର୍ଭାଷିଣୀ ସ୍ତ୍ରୀ ଯଦି ସବୁବେଳେ କଟକଟ ହେଲା ମୁଖରା କଥାବାର୍ତ୍ତା କଲା ତା ମରଣ ନିହିତି ଆରେ ସ୍ତ୍ରୀଟା ଯଦି ଖାସ କେତେ କେତେ ହବ ସେ ଘରେ ବଞ୍ଚିବୁ କେମିତି ଜୀବନରେ 4 ଜଣ ଗୋଷ୍ଠୀ କହିଲେ କର୍ଚ୍ଚିତ କରିଛି ସଦା ପ୍ରବାସୀ କର୍ଚ୍ଚିତ କରିଛି ଯୁବା ଦରିଦ୍ର କର୍ଚ୍ଚିତ କରିଛି ପରାନ୍ନ ଭୋଗୀ କର୍ଚ୍ଚିତ କରିଛି କଳହା ପ୍ରିୟା ପ୍ରବାସରେ ଯିଏ ରହୁଛି ତା ଜୀବନରେ ସେ ସବୁବେଳେ ବସିଛି ତାଠୁ ବଡ଼ ଦୁଃଖ କଣ ଅଛି ଭଲ ହେଲେ ଭଲ ମନ୍ଦ ହେଲେ ବି ଭଲ ତେଣୁ ପ୍ରବାସୀ ହଉଛି କର୍ଚ୍ଚିତ କରିଛି ପରାନ୍ନ ଭୋଗୀ ପରାନ୍ନରେ ପ୍ରତିପାଳିତ ମଣିଷ ସିଏ ହଉଛି ଜୀବନରେ ଜଣେ କର୍ଚ୍ଚିତ କରିଛି ଯୁବା ଦରିଦ୍ର ଯୁବକ ସମୟରେ ଦରିଦ୍ର ହେବେ ଆପଣ ଆଉ ଜଣେ କର୍ଚ୍ଚିତ କରିଛି କଳହା ପ୍ରିୟା ସବୁଠୁ ବଡ କଷ୍ଟ ସ୍ତ୍ରୀଟି ଯଦି ମୁଖରା ହେଲା ତାଠୁ କଷ୍ଟ ଆଜ୍ଞା ସଂସାରରେ କିଛି ନାହିଁ ମଣିଷ ସିନା ବର୍ଷା ହେଲେ ଘର ଭିତରକୁ ପଶିଯିବ ତେବେ ଯଦି ଗଲାକୁ ଘରେ ତୁମେ ମେଘ ପକଉଥିବ ରହିବ କୋଉଠି ଜୀବନରେ ବିପଦ ଆସିଲା ମଣିଷ କହିବ କାହାକୁ ସ୍ତ୍ରୀ କି ଅନ୍ୟ ଲୋକକୁ କହିବନି କାହିଁକି ସ୍ତ୍ରୀ କି କହେ ସେ ହଉଛି ସହଧର୍ମିଣୀ ଯାହା ସାହାଯ୍ୟରେ ଧର୍ମ କରାଯାଏ ତାହାକୁ ଆପଣ ମାନଙ୍କର କୋଟି ସମ୍ରାଟ ଭଞ୍ଜ ସୁଭଦ୍ରା ପରିଣାମରେ ଗୋଟାଏ ପଟ କହିଲେ জীবনের কেতে খুশিরে রইলে মধ্য তাঠু ভালো খুশি নাই কি তাঠু ভালো দুঃখ জীবনের কিছু নাই তেণু জীবনের আপন যদি স্ত্রী বি ভালো হেলা বিপদরে আপন পড়িছন্তি ভালো মন্দ বিপদ কথা আপন কইলে স্ত্রী কইব ছাড়ে কোন মিলুছি এতে কথারে কোন আছে চালু ন খালি 5 মিনিট লিখি দেবা বাকি করজ সুঝি দেব আপন তা পাই মরিব ধন থই মଣିষ কোন
ସ୍ୱର୍ଗକୁ ଯିବ। ସେ ଆପଣଙ୍କୁ ବୋଧ ଦେଲା ବେଳେ ମନ ଶାନ୍ତି ହେଇଯିବ। ଯଦି ଆପଣ ଟଙ୍କା 10ଟା ହାରି ଦେଇ ଆସିଲେ ସେ 4 ଦିନ ଯାଏ ଆପଣଙ୍କୁ ଖୁଆଇଦେବ। ସେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜୀବନରେ ବେକାର। ତେଣୁ ସାନନ୍ଦମ ସଦନମ ସୁତାନ୍ତ ସୁଧିଆ କାନ୍ତା ନ ଦୁର୍ଭାଷିଣୀ। ସ୍ତ୍ରୀଟି ଯଦି ମୁଖରା ନହେଇ ନମ୍ର ହେଲା ଭଦ୍ର ହେଲା ତାହେଲେ ସେ ପୁରୁଷ ବୈକୁଣ୍ଠଗାମୀ ହବ। ତାହେଲେ ସ୍ତ୍ରୀ ଆଜ୍ଞା କେତେ ପ୍ରକାର? ସ୍ତ୍ରୀ ହେଲେ ଯୋଡ଼ିଏ ପ୍ରକାର। ବୋଲେ ରତେ ବେଶ୍ୟା କ୍ରୋଧେ ଦାସୀ ଭୋଜନେ ତନନି ସମ କଳହେ ମନ୍ତ୍ରୀ ନାଙ୍ଗୁଠି ସା ଭାତ୍ୟା ପ୍ରିୟ ଦଇନି। ରତେ ବେଶ୍ୟା ରତି ସମୟରେ ବେଶ୍ୟା ଯେମିତି ଯାର ପୁରୁଷକୁ ସନ୍ତୁଷ୍ଟ କରାଏ ରତି କ୍ରିୟାରେ ପ୍ରକୃତରେ ସ୍ତ୍ରୀ ଯିଏ ସ୍ୱାମୀକି ସନ୍ତୁଷ୍ଟ କରାଇବ। କ୍ରୋଧେ ଦାସୀ ସ୍ୱାମୀ ରାଗିଗଲା ଦାସୀ ଭଳି ସେବିକା ଭଳି ମୁହଁକୁ ତଳକୁ ପୋତି ଛିଡ଼ା ହବ, ଉତ୍ତର ଦବନି। ଭୋଜନେ ଜନନୀ ସମ ସ୍ତ୍ରୀର ଆଉ ଗୋଟିଏ ନା ମାଇବ। ମା ପରି ସେ ବୋଲି ତା ନାଁ ମାଇବ। ଅପଭ୍ରଂଶରେ ମାଇବ ଆମେ କହୁ। ମା ଭଳି ବୋଲି ସିଏ ତାକୁ ମାଇବ କୁହାଲା। ମା ଯେମିତି ଛୁଆ କଣ ଖାଇବ ସବୁବେଳେ ଚାହିଁ ବସିଥିବ ମୋ ଛୁଆକୁ ଖାଇବାକୁ ଦେବି, ସେଇ ହେଉଛି ସ୍ତ୍ରୀ ଯିଏ ସ୍ୱାମୀ କଣ ଭଲ ପାଉଛି ଖାଇବାକୁ ସଜେଇକି ଥୋଇଥିବ। ଇଏ ହେଉଛି ବାସ୍ତବିକ ସ୍ତ୍ରୀ। କଲି ରଖିବାକୁ ଆପଣ ଯିବେ ଜଣ ବନ୍ଦ କରିବ କାହିଁକି କେମିତି ହେଉଛ ମୂର୍ଖଙ୍କ ଭଳିଆ। ସିଏ ହେଲା ବୋଲି କଣ ତମେ ହବ? କଣ ମିଳୁଛି ସେଠୁ? ଘରକୁ ଆସ ସଦରେ ବସ। ତାର ସିଏ କହୁଛି କହୁ ମନ୍ତ୍ରୀ ଭଳି ବୁଦ୍ଧି ଦବ ସା ଭାତ୍ୟା ପ୍ରିୟ ଦାୟିନୀ। ଏମିତିଆ ସ୍ତ୍ରୀ ଟିକେ ପାଖରେ ଯଦି ଥବ ଆପଣ ବୈକୁଣ୍ଠକୁ ଯିବେ। ଆଉ ଗୋଟିଏ ସ୍ତ୍ରୀ ଅଛି ବୈକୁଣ୍ଠ ଗେଟ୍ ଉପରେ ପାଇଥିଲେ ମଧ୍ୟ ତମ କଛାକୁ ଭିଡ଼ିକି ତଳେ ପକେଇଦବ। ପରିବର୍ତ୍ତରେ ସାପ ଭଳିଆ କଣ କଣ ସହ ହବ। କ୍ରୋଧେ ବ୍ୟାଘ୍ରୀ ସ୍ୱାମୀ ଯଦି ରାଗିଲା କି ଅଣ୍ଟା ଭିଡ଼ିକିରି ଛିଡ଼ା ହବ ନା ଦେବୀ ଯାପ ଦେଖେଉଛି କି ସଇଲା କଥା। ଭୋଜନେ ଡାକିନି ସମ ଖାଇବାକୁ ଗଣ୍ଡିଏ ଦବ ଡାକିନି ଭଳିଆ ଅନେଇକି ବଇଥିବ କହିବ ଖାଇଦବ କି ସବୁ କିଛି ଛାଡ଼ିବନି। ଭୋଜନେ ଡାକିନି ସମ ନହେଲେ ଗଣ୍ଡିଏ ଖାଇବାକୁ ଦବ ତେମେ ଭାତ ତମ ଖାଲି ନା ଦବ ସେ ଯାଇକି ଭେମୁଏ ବଳିଥିବ। ଏମିତିଆ ସ୍ତ୍ରୀ ଥିଲେ ବୈକୁଣ୍ଠ ଆପଣଙ୍କୁ କେତେ ବାଟ ସିଧା ଡେଇଁକି ଚାଲିବେ। କଳହେ ମନ୍ଦ ବୁଦ୍ଧିମାନ କଳି ଲଗେଇବାକୁ ଆପଣ ଯିବେ ସେ କଟୁରୀ ଧରି ଯାଇ ଦୁଆରେ ଛିଡ଼ା ଭଳି ପକାମ ବାଡ଼ି ପଡ଼ାକୁ ଛୋଟେ ସିଏ ତ ଛୋଟେ ପକେଇବ ଜେଲକୁ ଯିବ ତୁ କି ଆନନ୍ଦ ପାଇବୁ। ଇଏ ହେଉଛି ଗୋଟିଏ ପ୍ରକାର ସ୍ତ୍ରୀ। ଆଉ ଗୋଟିଏ ପ୍ରକାର ସ୍ତ୍ରୀ ଅଛି 10ଟା ପୁଅ ଜନ୍ମ କରି ମଧ୍ୟ ଆପଣ ତାକୁ ନମସ୍କାର କରି ଛାଡ଼ିଦେବେ। କହିଲେ ବିବାଦ ସୟା ଶହେ ମଠ ଚୋରଣୀ ଆକର୍ଷଣୀୟ ଗୃହ ପ୍ରବେଶିନୀ ପରାନୁକୂଳ ଭୋଭାକ ଭକ୍ଷଣୀ ଦେବତୀ ଦାୟା ଦଶ ପୁତର। ବିବାଦ ସୟା ରାତି ପାଇଲେ କଳି କରିବାକୁ ଅନେକ ବସିଥିବ। ଶହେ ମଠ ଚୋରଣୀ ପର ଘରକୁ ଯାଇଥିବ ତାଙ୍କ ମୋବାଇଲ ଖସିକି ଅଣ୍ଟାରେ ହେଇଥିବ। ଆକର୍ଷଣୀ କାହାକୁ ଭଲ ପାଇବନି ଜଗତରେ କେହି ଭଲ ନୁହଁ ଖାଲି ଏଇ ଗୋଟିକ ଭଲ। ଅନ୍ୟ ଗୃହ ପ୍ରବେଶିନୀ ରାତି ପାଇଲେ ସବୁବେଳେ ଏ ଘର ସେ ଘର ବୁଲିବ ସେଇଟା ଭଲ ପ୍ରକୃତି ନୁହଁ। ପରାନୁକୂଳା ପର ପାଇଁ ଭଲ। ଆଉ ଯଦି ପଡ଼ିଶା ଘର ଲାଗିବେ ବୋହୁ କଣ ରୋଷେଇ କରିଛି ବୋଲେ ତାକୁ ନେଇ କଂସାରେ ଡାଲମା ନବ। ଶାଶୁ ଯଦି ଡାକିବ ଝିଅ କଣ ହେଲାଣି ନା ମକର ଅନୁଚିତ ଖାଇବାକୁ ମାନେ ପଡ଼ିଶା ଘରକୁ ଭଲ ନିଜ ଲୋକଙ୍କୁ ଭଲ ନୁହଁ। ଆକର୍ଷଣୀ ପରାନୁକୂଳା ବହୁ ପାକ ଭକ୍ଷଣୀ ଅଳପ ଗୋଟିଏ ଖାଇବ ଅଳପ ଗୋଟିଏ ଖାଇବ। ପରାନୁକୂଳା ବହୁ ପାକ ଭକ୍ଷଣୀ ତେଜନ୍ତି ଯାୟା ଦଶ ପୁତରାଣ 10ଟା ଛୁଆ ଜନ୍ମ କରିଥିଲେ ମଧ୍ୟ ସେ ସ୍ତ୍ରୀ କୋଉଆଡ଼ିକି ନୁହଁ। ତେଣୁ ଜୀବନରେ ମଣିଷ ସବୁ କରିବ ଭଲ ମନ୍ଦ କରିବ କାହାକୁ ନିଜ ସ୍ତ୍ରୀ। ତେଣୁ ସ୍ୱାମୀ ସ୍ତ୍ରୀର ସମ୍ପର୍କଠୁ ବଡ଼ ସମ୍ପର୍କ ଏ ବିଶ୍ୱରେ ଆଜ୍ଞା କିଛି ନାହିଁ। ତାହେଲେ କରିବାର ଉଦ୍ଦେଶ୍ୟ ମା ଜାନକୀ ସେଦିନ ନାରୀ ଭିତରେ ଉଜ୍ଜଳତମ ତାରକା ସେ ହେଉଛନ୍ତି ସତୀ ସାଥୀ ପତିବ୍ରତା ପୁରୁଷ ଭିତରେ ଶ୍ରେଷ୍ଠ ଭଗବାନ ରାମ। କାହିଁକି ନା ମର୍ଯ୍ୟାଦାବନ୍ତ ପତି ଛତ୍ରେ ଯେ ମର୍ଯ୍ୟାଦା ଦେଇ ଦେଇ ଯାଇଛନ୍ତି ଜନଜଗତ ସମସ୍ତଙ୍କୁ ମର୍ଯ୍ୟାଦା ବାଣ୍ଟି ବାଣ୍ଟି ଯାଇଛନ୍ତି। ମର୍ଯ୍ୟାଦାବନ୍ତ ପୁରୁଷ ସୁନ୍ଦର ସୁନ୍ଦର ପ୍ରଭୁ। ଆଉ ଯଦି ସୁନ୍ଦର ଆମେ କାହାକୁ ଖୋଜିବା ତାହେଲେ ପ୍ରଭୁଠୁ ସୁନ୍ଦର ଆଜ୍ଞା ଜଗତରେ କେହି ନାହିଁ। ସବୁଠୁ ବଡ଼ ସୁନ୍ଦର ସେ ହେଉଛି ପ୍ରଭୁ। ଆଉ ସୁନ୍ଦର କେମିତି ପ୍ରୟୋଜନ ଆମେ ଗୋଟେ ସୁନ୍ଦର ଦେଖେଇବା ସେ ସୁନ୍ଦରରେ ମୂଲ୍ୟ କିଛି ନାହିଁ। ଆଜିର ଯୋଉ ସୁନ୍ଦର ପଣି ଆମେ ଦେଖେଇବୁ ସେ ସୁନ୍ଦରର ଅବସ୍ତବ ବାସ୍ତବତା କିଛି ନାହିଁ। ଯୋଉଠି ନୀତି ଆଦର୍ଶ ନୈତିକତା ନାହିଁ ସେଥିରେ ଲାଭ କିଛି ନାହିଁ। ଅଙ୍ଗାରେ ବୁଡ଼ିଲେ ମଣିଷ
ନାଇଁ ଆଜ୍ଞା, ଦେହ ସିନା ପବିତ୍ର ହେଇଯିବ, ମନ ପବିତ୍ର ହବନି। ଆଉ ଯାର ମନ ପବିତ୍ର ଅଛି ସେ ଭଣ୍ଡାରେ ବୁଲିବା ଦରକାର ନାହିଁ। କଣ ଦରକାର ଅଛି? ଯେ ବାପା ମା ସେବା କରୁଛି ମନ୍ଦିରକୁ ନ ଗଲେ ଚଳିବ, ବାପା ମାକୁ ସେବା ନ କରି ପେଟ ପିଠି ଚାରିଆଡେ ଚନ୍ଦନ ବୋଳିକି ଆସିଲେ ଲାଭ ନାହିଁ। ଜଗତ ଭିତରେ ଯିଏ ବାପା ମାକୁ ଖାଇବାକୁ ଯାଇଛି ନଡ଼ିଆ କିଣିବା ଦରକାର ନାହିଁ। ଏଡେ ବଡ ନଡ଼ିଆ କାନ୍ଧିଏ କଦଳୀ ପୂଜା କରି ସିରିଡି କରି ଗାଁରେ ବାଣ୍ଟିବ, ବାପା ମାକୁ ଖାଇବାକୁ ଦେଇନଥିବ, ସେଥିରେ ପୁଣ୍ୟ କିଛି ନାହିଁ ଆଜ୍ଞା। ଜୀବନରେ ମଣିଷ ଆଗେ ନିଜକୁ ବୁଝିଲା ପରେ ଏ ଜଗତକୁ ବୁଝିବ। ଯେ ନିଜକୁ ବୁଝିପାରିନି ଜଗତକୁ ସିଏ ବୁଝିବନି। ତାହେଲେ ସାଧନମ୍ ସାଧନମ୍ ସୁତାଚ ସୁଧିଆ କାନ୍ତା ମନ ଭାସିନି ସ୍ୱଧନମ୍, ନିଜ ଧନରେ ଆପଣ ଧର୍ମ କରିବେ। ପରକୁ ହାତ ପତେଇ ସାଙ୍ଗରେ ଯାଇ ନଡ଼ିଆ କିଣି ମନ୍ଦିରକୁ ଯିବେ, ସେଥିରେ ମୂଲ୍ୟ କିଛି ନାହିଁ। ନିଜ ସ୍ୱର୍ଗିତ ଧନ ଆପଣ ଯଦି ଲଗେଇ ଧର୍ମ କଲେ ସେଥିରେ ଆଜ୍ଞା ମୂଲ୍ୟ ଅଛି। କାରଣ ମଣିଷ ଧନ ରୋଜଗାର କରେ କାହିଁକି? ଧନ ତମେ ଧର୍ମ କରି ସେଥିରେ ମୂଲ୍ୟ କଣ ଅଛି? ମଣିଷ ଧନ ରୋଜଗାର କରୁଛି ଧର୍ମ ପାଇଁ। ଯଦି ଅତିଥ୍ୟ ବ୍ୟାଗତ ଜାଣିଲାନି, ସେବା କଣ ଜାଣିଲାନି, ଭଲ ମନ୍ଦ ଜାଣିଲାନି, ସେ ରୋଜଗାରରେ ମୂଲ୍ୟ କିଛି ନାହିଁ ଆଜ୍ଞା। ଅଳ୍ପ ଧନ ରୋଜଗାର କରନ୍ତୁ, ତା ଧର୍ମ କାର୍ଯ୍ୟରେ ଲାଗୁ। ଅଳ୍ପ କଥା କହନ୍ତୁ, ଭଲ କଥା କହନ୍ତୁ। ଅଳ୍ପ ଗୀତ ବୋଲନ୍ତୁ, ପ୍ରଭୁ ନାଁ ଧରି ବୋଲନ୍ତୁ। ଅଳ୍ପ ଦିନ ବଞ୍ଚନ୍ତୁ, ଭଲ କାମ କରିଦେଇ ବଞ୍ଚନ୍ତୁ। ଆଉ ବେଶୀ ପଇସା ରୋଜଗାର କରିଥିବେ, ଧର୍ମ ଅନୁଷ୍ଠାନ ତମ ପଇସା ଦେଖିନି, ସେ ପଇସା ରୋଜଗାର ଆଜ୍ଞା ମୂଲ୍ୟ ନାହିଁ, ଲାଭ କଣ ଅଛି? ତେଣୁ ଜୀବନରେ ଆପଣ ସ୍ୱଧନମ୍, ନିଜ ଧନରେ ଧର୍ମ କରିବେ। ସ୍ୱଧନମ୍ ସନ୍ମିତ୍ରମ୍, ଉତ୍ତମ ମିତ୍ର ହେବେ, ଭଲ ଲୋକ ସାଙ୍ଗରେ ମୈତ୍ରୀ ବସିବେ। ଯଦି ଜୀବନରେ ଭଲ ଲୋକ ଆପଣ ଚିହ୍ନି ପାରିନାହାନ୍ତି ଲାଭ କିଛି ନାହିଁ। ଭଲ ଲୋକ କାହାକୁ କହିବା? କଣ ତା ପୁସ୍ତକରେ ଲେଖା ହେଇଛି? ନାଇଁ। ଯଦି ଭଲ ଲୋକ ସାଙ୍ଗରେ କଥାରେ କହନ୍ତି ଚୋରି କରିବୁ ଭଲ ଲୋକ ହାତରେ ପଡିବୁ, ଚୋରି ତ କରିବ ଭଦ୍ର ଲୋକ ହାତରେ ପଡିବ କଣ ଗାଁରେ ଲଣ୍ଡା ହେଇକି ବୁଲିବ ବୋଲି? ଆଉ ଭଲ ଲୋକ ହାତରେ ପଡିବ କାହିଁ କହିଛନ୍ତି? ଚୋରି କରିବେ ଭଦ୍ର ଲୋକ ହାତରେ ଯଦି ପଡିବେ ସେ କହିବେ କଣ ଆଣିବୁ କପେଇ କାହାବାରି ନା ତା ଦୋକାନୀ ଘରେ ଅଶୁଭ। ଜୀବନରେ ପର ଧନ ପ୍ରତି ଆକୃଷ୍ଟ ହବନି, ଆପଣ ଜୀବନରେ ଚୋରେଇବେ। ଆଉ ଚୋରି କରିବେ ଯଦି ଚୋର ହାତରେ ପଡିବେ କାହାଠୁ ଆଣିବୁ ନା ତାରି ବାড়িବୁ ନା ଚାଲୁ ଆଉ ଆଣିବା, ଜୀବନରେ ଆପଣଙ୍କର ଚୋରି ପଡିବ। ତେଣୁ ଆଗେ ଉତ୍ତମ ସଙ୍ଗ ଦରକାର। ଯଦି ସଙ୍ଗ ଭଲ ତାହେଲେ ଜୀବନରେ ଆପଣଙ୍କର ଉନ୍ନତି ଅଛି। ତେଣୁ ସନ୍ମିତ୍ରମ୍ ସ୍ୱଧନମ୍ ସନ୍ମିତ୍ରମ୍ ସାଜ୍ଞା କରା ସେବକା, ଆପଣ ଯାହାକୁ ଆଜ୍ଞା ଦେବେ, ଆଜ୍ଞା ଦିନ ଆପଣଙ୍କ ଘରେ ଯିଏ ଆପଣଙ୍କ ଏମିତି ସଂସ୍କାର ଶିଖେଇଦେବେ ସେମାନେ ଆଜ୍ଞା ବାଳିଥିବେ। ପୁଅକୁ ଯଦି ବଡ ବତେଇବେ ପୁଅ ଯାଇ ଯଥା ସମୟରେ ପହଞ୍ଚିବ। ଯଥା ଆପଣମାନଙ୍କର ଭଗବାନ ରାମ ଦଶରଥ ବୋଲି, ଦଶରଥ ରାଜା ରାମ ଭଳି ପୁଅ ଜନ୍ମ କଲେ ବୋଲି ମତେ କଥା କହିଲେ 14 ବର୍ଷ ବନବାସ ମନା କରିଛି, ଯାଇ ପହଞ୍ଚିଲା। କିନ୍ତୁ ଆମେ ଯଦି ଆମ ପିଲା ପୁଅ କିଏ ଗୋଟେ ବଜାରରୁ ବାଇଗଣ ଆଣିବୁ ନା ମୁଁ ଯାଇପାରିବିନି ଖରାରେ, ତାହେଲେ ଲାଭ କଣ ଅଛି? କିଛି ଲାଭ ନାହିଁ। ଆଜ୍ଞା କରା ସେବକା, ପିଲାମାନେ ଯଦି ଆଜ୍ଞାଧୀନ ହେବେ ବାପା ମାର, ତା ପିଲାମାନେ ଗଲା ପରେ ବାପା ବସି ଆନନ୍ଦରେ କାନ୍ଦିବ, ମୁଁ ପୁଅ ଜନ୍ମ କରିଛି, ସେ ଗର୍ବ ଅନୁଭବ କରିବ। ଆଜ୍ଞା କରା ସେବକା। ମିଷ୍ଟାନ୍ନମ୍ ପ୍ରତିଦିନମ୍, ଘରେ ସବୁଦିନ ମିଷ୍ଟାନ୍ନ। କଣ କ୍ଷୀରି ଖେଚେଡ଼ି ଖାଇବେ, ସାଲେପୁର ରସଗୋଲା ଖାଇବେ? ମିଷ୍ଟାନ୍ନ କାହାକୁ କୁହନ୍ତି? ଭାତ ଡାଲି ଟିକେ ଖାଆନ୍ତୁ, ଆନନ୍ଦ ସହକାରେ ସମସ୍ତଙ୍କ ସହିତ ସମସ୍ତଙ୍କର ସହବର୍ତ୍ତୀ ଅଛି, ଆନନ୍ଦରେ ବସି ପରିବାରରେ ଖାଇବେ। କଣ୍ଟନ ରୋଷେଇ କରିଥିଲେ ଗୋପାଳଙ୍କ କଳି ଲାଗିକିରି ସେ ପକୋଡା ହବ, ସେଥିରେ ଆନନ୍ଦ କିଛି ନାହିଁ। ତେଣୁ ମିଷ୍ଟାନ୍ନ ପ୍ରତିଦିନ। ସାଧୁ ସଙ୍ଗ କରିବେ, ପ୍ରତ୍ୟେକ ଦିନ ଅତିଥି ସେବା କରିବେ, ପ୍ରତ୍ୟେକ ଦିନ ଅତିଥି ସେବା ଯଦି ନାହିଁ ଜୀବନରେ ତାହେଲେ ସେ ଜୀବନରେ ମୂଲ୍ୟ କିଛି ନାହିଁ। ତାହେଲେ କହିବା କଥା ଆଗେଇ କହନ୍ତି ଆପଣମାନଙ୍କର ଘର କହିଲେ ଆଗେଇ ବୁଝାଯାଏ। ଆଉ ଏଇ ଘରେ ଯିଏ ଚଳିଛି ତା ଜୀବନ ସଂସ୍କାରୀ। ଆଉ ଜୀବନରେ ଯଦି ସଂସ୍କାର ପରିବାର ଭିତରେ ନାହାନ୍ତି ତାହେଲେ ଲାଭ କିଛି ନାହିଁ। କାହିଁକି ଏ କଥା କହୁଛି ନା ପ୍ରଭୁଙ୍କ କଥା ଆମେ କହିବାକୁ ଗଲା ବେଳେ ଯେଦିନ ଆପଣମାନଙ୍କର କହିଦେଇଛନ୍ତି ଭୂତପୂର୍ବ ବାଚସ୍ପତି ବୋଲେ ଗୋଟିଏ କନ୍ଦର୍ପ ସମାନ ଏବେ ନାହିଁ, ଯୋଉ ରୂପ ସାଙ୍ଗରେ ସେ ରୂପଟା କେମିତି ନା ଇନ୍ଦ୍ର ନୀଳମଣି ତନୁ, ଇନ୍ଦ୍ର ନୀଳମଣି ଭଳି ଯାହାଙ୍କର ସୁନ୍ଦର ଲାବଣ୍ୟ ରୂପ
রূপ সে রূপ সহিত জগতের কেହି হেলে সমান তাহলে এ কলিগ মহাপ্রভু ভগবান বাসুদেব কৃষ্ণ উদযাপনী রজনীর প্রথম পর্যায়ে এ সভায় বিরাজনা করে শ্রোতা ভক্তা ମାନଙ୍କର ଆବାଳ ଭଗବନିତା ପାକିସ୍ତାନିଆ ମା ମାଉସୀ ସମଧାନୀ ସମବଳୀ ବନ୍ଧୁମାନଙ୍କର ପଡ଼ୋଶୀ ପଡ଼ୋଶୀ ଭାଇ ବନ୍ଧୁମାନଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଏ ଅନୁଷ୍ଠାନର କର୍ମକର୍ତ୍ତା ମହୋଦୟଙ୍କର ଗ୍ରାମର ଦେଶର ବିଶ୍ୱର ସମସ୍ତଙ୍କର କଲ୍ୟାଣ କରନ୍ତୁ ମହାପ୍ରଭୁ ସର୍ବେ ବୋଲ ଆନନ୍ଦ ବାବା वैष्णव चरण प्रधान महोदय पदे गीत ओडिशा पाला जगतर आलोक कार्य स्तंभ जे महाभाग कहीदेले
बोले नियतिर नियम लंघन केबा क्षम नाही ए विश्व रे रहिबो ए विश्व रे नियति नियम को उल्लंघन करबा पाई काहारी सामर्थ्य नाही ना एमती कई व्यक्तित्व अछि से कहबो मु नियति की निज इच्छा रे नेबी नेला बाबा के संसार के रे नाही हमें विचार करू हमें बलुआ हमें भाग्यवान हमें सब जानिछु किंतु जगत रे किछि जानिनु काई की निमित्त मात्र पानी फटका समान जीवन आसंता कालीन सूर्य उदय आमे देखिबा बोली भरोसा नाही तथापि मनर अहंकार पुतनी आमे विचार करू आमे संसारे बड़ किंतु नियति रे बाबा जे राजा भवन को भांगी संसार तैयारी करि परिबो आ जे संसार रे राजा दरबार तैयारी करि परिबो विश्व को जे अमृत करि दबो आ अमृत को मुहूर्त भीतर विश्व सृष्टि करि दबो ताले रे बाबा सिए सब आगे एपट सपट करि दबो आपण कहि परिबेनी जगत रे आपण भाग्यवान कि आपण बड़ बोली कारण जीवन रे मनुष्य केते कर्म करू धर्म करू से कर्म रहिबनी धर्म रहिबनी ना ता भाग्य रे थिले मध्य से किछि रहिबनी से सब एपट सपट करि दबो काई कि ना राधा करिले बोले जीवन रे आपण सब करि परिबे बोले कार शब्द बड़ छिया जगत नियति गुण नहीं क्षमते नियति सब पाई हबनी आज्ञा राति पाइला बेल को सब परिवर्तन हो राति पाइला बेल को उल्टा पाल्टा हो जे कहबो मु भाग्यवान मनीष मोठा बड़ केही नाही एमिति केड़े भाग्यवान मनीष सब हत भागा साथी छथि राति पाइला बेल को बापा चिंता करछथि मो पुओ राम राजा हबो किंतु राजा हबा परिवर्ते 14 वर्ष जंगल रे बुलिलानी सेटा कला कि से बापा काम दिला हे जाऊ केही ना हबनी काल राति पाइला बेल को पांडव माने वनवास रे पहुंचले 12 वर्ष वनवास अज्ञान वनवास वर्षे 13 वर्ष वनवास राते पाइला बेलकू चैतन्य महाप्रभु छाड़ी दे घर संसार नाम प्रचार रे 12 वर्ष काल बाहरी करिले के कहबो भाग्य रे कोन अछि आपण कहि परिबेनी नरक भली राजा जो राजा को कीर्ति सुनिबा पाई देवता माने अमृत को परित्याग करि देई अमृत तुल्य राजा नरकर कथा को सुनिबा को आनंद भल पानी से राजा राति पाइला बेलकू ऋतुवर्ण राजा को घर पाखे ले कहले मो देव वनवास देव 15 वर्ष घोड़ा को घास काटी दे नरपटु तो आमे भाग्यवान मनुष्य नु मजदान तो पुरुष राम को तो आमे बड़ नु धर्मराज युधिष्ठिर तो आउ बड़ नु आमे ये संसार से माने होत भाग्यवान मनुष्य कारण बोले पुण्य श्लोक नाला राजा पुण्य श्लोक कबई देई पुण्य श्लोक युधिष्ठिर पुण्य श्लोक धनादन पुण्य श्लोक भगवान राजा नल पुण्य श्लोक पाइले भगवान राम त्रेता युगे पुण्य श्लोक कहले मा जनगणन सीता अवतारी पुरुष भगवान कृष्ण एते चांस कलापुंस कृष्णस्तु भगवान स्वयं पूर्ण ब्रह्म नारायण भगवान वासुदेव जन्म हेले मध्य से कोन पुण्य श्लोक छली जो कर करे पुण्य श्लोक कहले जने मनुष्य जेउ जदि आपण मानक धर्मराज बुझिছিল पुण्य श्लोक जनार्दन से माने पुण्य श्लोक कहले काई हम तो कही हेलेनी ठाकुर काई पुण्य श्लोक हेलेनी से माने पुण्य श्लोक पूजा के हे बड़ कथा दिया लगाई पुण्य श्लोक का को कहबा जो मानकर ना धरिले सकाळू उठिला परे आपण मा जानकी को कथाउ कि धर्मराज युधिष्ठिर को कथाउ कि से पाखरे महाराज नल को कथाउ आपण कति जीवन रे सकाळू उठुठुमा 10 थर उच्चारण करि देबे से दिनटी आपनकर शुभंकर हो जा ना सुनिले देवता माने खुशी हे जानती सेही माने होचंदी पुण्य श्लोक अच्छा एडे बड़ कथा ये पाइले केते दुख ताकू दिया आला काई कि आपण मानकर उत्तरणी गोपबंधु बोले विपद ठाकुर बसती बसा बसती आउ पासी पताई जावते एमिति बटे पत्थर रखिछि मा सुना कोना किनिबा तमे जीव सुना तो जो रेट सस्ता अछि सुना दे हाथ मारी होबनी किनिबो केते ताले कहबे कथा सुना किनिबा को बोला बेले ओनिया कोन करिवो गोटे पत्थर रखिछि जा ना होछि कसडी पत्थर ता दे गोटे कार पके जाओ टिके एसिडी पानी पके जाओ पानी रे धोई जाई हमको
କ୍ୟାରେଟ ସୁନା କି 24 କ୍ୟାରେଟ ସୁନା। କାହିଁକି ନା 10ଟି ପଥର ରଖିଛି ସେ ସୁନାକୁ ବସିବା ପାଇଁ। ଯେମିତି ଠାକୁର ଗୋଟେ 10ଟି ପଥର ରଖିଛନ୍ତି ଯାହା ନାଁ ହଉଛି ମା ବିପଦ। ଭଲ ଲୋକଙ୍କୁ ମଣିଷ ବାର ବିପଦ ଦିଅନ୍ତି। କାହିଁକି ଭଲ ମଣିଷକୁ ଠାକୁର ବାର ବିପଦ ଦିଅନ୍ତି? ନା ଭଲ ମଣିଷକୁ ବିପଦ ଦେବାର କାରଣ ଯେତେ ବିପଦ ପଡେ ୟାର ନୀତି ଆଦର୍ଶ ସଂସ୍କୃତି ସଭ୍ୟତା ସବୁ ଭୁଲି ଅବାଟକୁ ଯାଉଛି ନା ବାଟରେ ରହୁଛି। ତେଣୁ ଯେତେ କଷ୍ଟ ଦେଲେ ମଧ୍ୟ ଯଦି ମଣିଷ ବନ୍ୟା ଅଛି ଆପଣ ଅବାଟକୁ କେବେ ହେଲେ ଯିବେନି। ଭଲ ସୁନାକୁ ଆପଣ 1000 ଘରେ ପଡ଼ିଲେ ମଧ୍ୟ ଯୋଉ 12 ଗ୍ରାମ ସେଇ 12 ଗ୍ରାମ ସିଏ କମିବନି। ଆଉ ଯଦି ଡୁପ୍ଲିକେଟ ସୁନା ହେଇଥିବ ଗୋଟିଏ ଥର ସେକି ଦେଇକି 4 12 ବାଡେଇ ଦେବାକୁ ସେ 6 ଗ୍ରାମ ହେଇଯାଇଥିବ ତା ଦେହରେ କିଛି ରହିବନି। ଭଲ ମଣିଷକୁ ବିପଦ ଦେଲେ ସିଏ ଅବାଟକୁ ଯିବନି। କିନ୍ତୁ ଖରାପ ମଣିଷ ଯଦି ବିପଦ ପାଇଲା ଅଭାବ ପଡ଼ିଲା ସିଏ ଏପଟ ସେପଟ ହେଇଯିବ। କାହିଁକି? ନିଜର ଦୁର୍ବଳତାକୁ ଦୂରେଇବା ପାଇଁ ସିଏ ହୁଏତ ସମାଜରେ ପ୍ରତିକ୍ରିୟା ସୃଷ୍ଟି ହେଲା ପରେ ସିଏ ପରିବର୍ତ୍ତନ ହେଇଯାଇପାରେ କିନ୍ତୁ ଭଲ ମଣିଷ କେବେ ପରିବର୍ତ୍ତନ ହବନି। ରାଜା ନଳ 15 ବର୍ଷ ଜଙ୍ଗଲରେ ବୁଲିଲେ ଘୋଡାକୁ ଘାସ କାଟିଦେଲେ କଣ ସେ ନୀତି ଆଦର୍ଶ ଭୁଲିଛନ୍ତି? ସତ ବାଟରୁ ନିଛୁଟି ଯାଇଛନ୍ତି? ମା ଜାନକୀ କେତେ କଷ୍ଟ ପାଇଲେ ସିଏ କଣ ଜୀବନରେ ଭଲ ଛାଡି ଭୁଲକୁ ଯାଇଛନ୍ତି ନା ପ୍ରଭୁଙ୍କୁ ଭୁଲ କହିଛନ୍ତି? ଅନ୍ତଃସତ ଅବସ୍ଥାରେ ଭଗବାନ ରାମ ତାକୁ ଛାଡ଼ିଦେଲେ। ମା ଜାନକୀ କଣ ଦୋଷ ଦେଇଛନ୍ତି ମୋ ସ୍ୱାମୀର ଦୋଷ ବୋଲି? ଦୋଷ ଦେବେନି। କିନ୍ତୁ ଆଜିର ନାରୀ ସ୍ୱାମୀ ଯଦି ଛାଡ଼ିଦେଲା ଯାଇ ହାଇକୋର୍ଟରେ ହାଜର କିନ୍ତୁ ମା ଜାନକୀ ସେ କଥା କହିନଥିଲେ। କହିଲେ ସେଇଟା ମୋର ଦୋଷ। କାରଣ କହିଲେ କର୍ମକୁ ମୋହନ ନପାରେ ମୋ ସ୍ୱାମୀ ଅଛନ୍ତି କରୁଣା ମାରିଧି। ସ୍ୱାମୀ ରାମ ଭଳି ସ୍ୱାମୀ ପାଇଲି ମୋ ଜୀବନରେ ମୁଁ ସେବା କରିପାରିଲିନି ବୋଲି ମୋ ସ୍ୱାମୀ ମତେ ପରିତ୍ୟାଗ କଲେ। ସେଥିରେ ତାଙ୍କର ଦୋଷ ନୁହଁ ମୋର ଦୋଷ। ତେଣୁ ଜୀବନରେ ମଣିଷ ବାଟ ଛାଡ଼ି ନାହାନ୍ତି ଏମାନେ ଅବାଟରେ ଛାଡ଼ି ଯାଇନାହାନ୍ତି ବାଟ ଭିତରେ ରହିଛନ୍ତି। ଆପଣମାନଙ୍କ ଧର୍ମର ଯୁଧିଷ୍ଠିର ଏଡା ବଡ଼ ଗୁଣି ଜ୍ଞାନୀ ପଣ୍ଡିତ ଲୋକ ଅବାଟରେ ପାଦ ଦେଇ ଯେତେ ଭୁଲ ରାସ୍ତାରେ ପହଞ୍ଚିଲେ ସିନା କିନ୍ତୁ ଦଣ୍ଡ ପାଇଲେ 13 ବର୍ଷ ବନବାସ ବୁଲିଲେ। ତଥାପି କଣ ଭୁଲ ବୁଝିଛି ପ୍ରଭୁକୁ? ନା ପ୍ରଭୁକୁ ସିଏ ନିନ୍ଦା କରିଛି? କାହିଁକି? ନା ବାଟ ସବୁ ଥାଉ ସବୁବେଳେ ଗୋଟିଏ କଥା କୁହରେ ହେ ମହାପ୍ରଭୁ ଜୀବନରେ ଅବାଟ ମତେ ଦିଅ ନା ମତେ ବାଟରେ ନେଇ ଛିଡ଼ା କର। କହିଲେ ସତ୍ୟ জীবনের বাটবতি ঠিক আছে তাহলে জীবনের সবটা ঠিক আছে তাহলে সেই পাই এমানে কেতে দুঃখ আসছে বাট ছাড়ি নাঁদি বললি এমানে একজন পুণ্য শ্লোক আম পাখরে সে মান পারইলানি কাইকি আমি সেটিকি বাট যাই পারিবানি না সেটিকি কষ্ট সহি পারিবানি না প্রভুর আনুগত্য হবানি তাহলে পরিবার উদ্দেশ্য এ তো পুণ্য শ্লোক মানব কথা কইছি যে পুণ্য শ্লোক মানব ভিতর জনক সম্পর্কের বিপদ কইবা গলাবে
ମଧୁଟିଏ ଗୀତ ଆପଣମାନଙ୍କର କବି କହିଦେଲେ କହିଲେ ଜୀବନରେ କେତେ ଦୁଃଖ କେତେ ଘର ଧନ୍ଦା ତାହା କହିହବନି। କାରଣ କହିଲେ ବିଷତି ଭାଗୀରଥୀ ସେ ତୀର କାନନେ ନେଉଟାଇଲେ ରଥ ଅଥୟ ମନେ। ନେଉଟାଇଲେ ରଥ କେତେ ଦୁଃଖ କେତେ ନିର୍ଯାତନା ତା କହିହବନି। ରଙ୍ଗାଯିବ ଗଙ୍ଗାଧର ମେହେର ଜାତିରେ ବନ୍ତି ଗରିବ ଘରର ଛୁଆ ଦରିଦ୍ରତାକୁ ଅଙ୍ଗୀକାର କରି ଯେ ଜୀବନ ଅତିବାହିତ କରୁଛି। ଆଉ ଦରିଦ୍ର ଜୀବନ ଆଜ୍ଞା ତିନି ଲୋକରେ ଠିକ। କାହିଁକିନା ଜୀବନରେ କେତେ ଦୁଃଖ ଯେ ଦରିଦ୍ରତା ଦେଖିନି ସେ ଦୁଃଖ କଣ ଶିଖିନି। ଯେ ଅନ୍ଧାର ଦେଖିନି ସେ ଆଲୋର ମହତ୍ଵ ବୁଝିବନି। যে অভাব দেখিনি সে পয়সা পাইলে মূল্য বুঝিবনি। যে অন্ধ হয়নি আখি পাইবার মূল্য সে বুঝিবনি। জীবନରେ আপন তাকে সাহায্য ন করন্তু জানি শুনি কাহাକୁ ଖାଲକୁ ঠেলি দিଅନ୍ତୁନି। জীবନରେ କାହାକୁ ଆଲୁଅ ନ ଦେଖାନ୍ତୁ ତାକୁ ଅନ୍ଧାର ଭିତରେ ପେଲି ଦିଅନ୍ତୁନି। କାହାକୁ ଜୀବନରେ ଆପଣ ଖାଇବାକୁ ଗଣ୍ଡିଏ ନ ଦିଅନ୍ତୁ କିନ୍ତୁ ଜାଣି ଶୁଣି ତା ଖାଦ୍ୟ ଉପରେ ଆପଣ ଧୂଳି ପକେଇବେନି। ଏଇଟା ଆପଣଙ୍କର କି ଅଧିକାର ଅଛି? କାହିଁକି କଥା କହୁଛି? ଅଭାବ ଦୁନିଆ ଭିତରେ ପଡି ଗାମୁଛା ଦି ଖଣ୍ଡ ବୁଣିବେ ଯାହା ପଇସା ରୋଜଗାର ହବ ସେ ଖାଇବେ। ଆପଣ ଦେଖନ୍ତୁ ସେ ଦିନର ଦୁଃଖ କହିଲେ ନ ଥରେ। ଦୁଃଖ ଦୁନିଆ ଜୀବନରେ ଗରିବ ଜୀବନ କାହିଁକି କହୁଛି ତିନି ଲୋକରେ ଠିକ। ରଜ ପର୍ବ ଗାଁରେ ପାଲା ହଉଛି ଜଳଖିଆ ଦୋକାନ ଅଛି ଯୋଡ଼ିଏ ମା ଆସିଲେ ପାଲା ଦେଖିବା ପାଇଁ। ପାଲା ଦେଖି ଆସିଲା ବେଳେ ସେ ମା ଯୋଡ଼ିଙ୍କ ସାଙ୍ଗରେ ଯୋଡ଼ିଏ ଛୁଆ ଆସୁଛନ୍ତି। ସେ ପିଲା ଯୋଡ଼ିକ ପାଖରେ ବସିଛନ୍ତି। ତା ଭିତରୁ ଜଣେ ହଉଛି ଗରିବ ମା ଆଉ ଜଣେ ହଉଛି ଧନୀ ମାଟି। ପିଲାଟି କାନ୍ଦିଲା ମା କଣ ଖାଇବି? ସେ ଧନୀ ମାଟି ସାଙ୍ଗରେ ନେଲା ଜଳଖିଆ ଦୋକାନୀ କହିଲା ଭାଇ ମୋ ପିଲା କଣ ଖାଇବ କହୁଛି ତାକୁ ଦେଲ। ସେ ଜଳଖିଆ ଦୋକାନୀ ପାଖରେ ପହଞ୍ଚିଲା ପରେ ପିଲା ହାତ ଖାଇଦେଲା ରସଗୋଲା କାଙ୍ଗେଲାକୁ ମିଠା ଭାସୁଛି। କହିଲା ବୋଉ ସେଇଆ ଖାଇବି। ନା ଭାଇ ମୋ ପିଲାକୁ ଯୋଡ଼େଇ ଦେଲା ଇଏ କେତେ ପଇସା? ନା 10 ଟଙ୍କା ନା ଗୋଟା ନା 3ଟା ଦେଇଦେବ। 20 ଟଙ୍କା ଦିଟା ରସଗୋଲା ସିନା ଆଣିଲା ସେଇଠି ଖାଇ ଦେଇଥାନ୍ତା ହେଲେ କାମ ସରିଥାନ୍ତା। ସେଇଠିକି ପଳେଇ ଆସିଲା ଯୋଉଠି ଗରିବ ମାଟି ତା ପିଲାକୁ ଧରି ବସିଛି। ଆପଣ ଦେଖନ୍ତୁ ସେଇଠି ବସିଲେ କହିଲେ ରସଗୋଲା ଖାଉଛେ ଧନୀ ଛୁଆ। ଗରିବ ପିଲା କଣ ଜାଣିଛି ମୋ ମା ଗରିବ ତା ପାଖରେ କିଛି ନାହିଁ ମୋ ବାପା ଅଭାବୀ ସେ କଥା ବୁଝିବନି। କାରଣ 4 ଜଣ ଭଲ ମନ୍ଦ ଜାଣନ୍ତିନି। କତି ଅତିଥି ମାନେ ବଞ୍ଚାଇ ପାର ରାଜା ଭାଗ୍ୟ ପଥେଇ ବସ ଅତି ରାତି ନ ଜାଣନ୍ତି ଦେଇ ଦେଇ ପୁନ ପୁନ। ଅତିଥି ଆଜ୍ଞା କଣ ଭଲ ମନ୍ଦ ଜାଣିବେ? ସେ କଣ ଜାଣିବେ ତା ଘରେ ଖାଇବାକୁ ଅଛି କି ନାହିଁ? ସେ ଦ୍ୱାର ମାଗିବ ମା କଣ ଟିକେ ଖାଇବାକୁ ମିଳୁ। ତା ଘର ତ ନାହିଁ ସେ ତତେ କଣ ଦବ? ତଥାପି ସେ ବୁଝିପାରିବନି। ସେ ମାଗିବା କଥା ମାଗିବ। ବାଳକ ଛୋଟିଆ ପିଲା ତା ବାପା ଗରିବ କି ଧନୀ ସିଏ ଜାଣିବନି। ସାଙ୍ଗ ପିଲା ରଜକୁ ଡ୍ରେସ୍ ପିନ୍ଧୁଛି ସେ ତା ବାପା ପାଖରେ ଅଳି କରିବ ବାପା ମୁଁ ପିନ୍ଧିବି। ସେ କଣ ଜାଣିଛି ତା ବାପା ଚାକିରି କରିଛି ଆ ବାପା ଦିନ ମଜୁରିଆ? ସିଏ ଭଲ ମନ୍ଦ ଜାଣିବନି। ରାଜା ବଡ ଲୋକମାନେ ଭଲ ମନ୍ଦ ଜାଣନ୍ତିନି। ଭଲ ମନ୍ଦ ଜାଣି ଜାଣିଥାନ୍ତେ ଏମାନଙ୍କର ପ୍ରତିକ୍ରିୟା ସୃଷ୍ଟି କରୁଥାନ୍ତେ। ଗୋଟେ ନିରୀହ ପିଲା ଚାମେଲିଟାକୁ ଆଡେଇ ବାଡେଇ ଦରମା କରେ। ଏଇଟା ବଡ ଲୋକଙ୍କର ହାତ ନା? ଆପଣ ଛୋଟିଆ ଲୋକ କଥା କରିପାରିବ? ଛୋଟିଆ ଲୋକ ହାତ ମାଧ୍ୟମରେ କୋଉଠି ଯାଇ ପହଞ୍ଚନ୍ତାଣି। କିନ୍ତୁ ବଡ ଲୋକଙ୍କର ମତ ଏଇଟା ଅଳ୍ପ ଲୋକ ବିପରୀତ। ଶିବ ପରା ବିଷ ଖାଇଲେ କିଛି ହବନି ଆମେ ଶୁଙ୍ଘିଲେ ମରିବା। ଏଇଟା ବଡ ଲୋକଙ୍କ ପାଇଁ ସାନ ଲୋକ ପାଇଁ ମାଗିବା କିଛି ନୁହଁ। କାହିଁକି କଥା କହୁଛି? ବଡ ଲୋକମାନେ ଭଲ ମନ୍ଦ ଜାଣିବେନି। ସେ ଯାହା କରିବା କଥା ତାଙ୍କ ସ୍ୱାର୍ଥ ପାଇଁ କରିଚାଲିବେ। ଭାଝିଆ ସ୍ତ୍ରୀ ମାନେ ଯଦି ଭଲ ମନ୍ଦ ଜାଣିଥାନ୍ତେ ତାହେଲେ ସ୍ୱାମୀ କଣ ଭାବରେ ପଡୁଥାନ୍ତା? ସ୍ୱାମୀର ଦରମା ହଉଛି ଦିନକୁ 400 ଟଙ୍କା। ମାର୍କେଟ ବୋଇଲେ 400 ଟଙ୍କା ସନ୍ଧ୍ୟାବେଳେ ଆଣିବ ଖରାରେ ଧାଇଁଆ ହେଇକି। ଇଏ ସାବିତ୍ରୀ ଦିନ ଗୋଟେ ଲିଷ୍ଟ କରିଥବ ଅଙ୍କୁର କିଲେ, ସେଉ 2 କିଲେ, କମଳା କିଲେ, ନାଶପାତି, ନଡ଼ିଆ 6ଟା, କଦଳୀ 2 ଡଜନ। ହଇତାର ରୋଜଗାର କେତେ ହବ? 3000 ଟଙ୍କାର ଲେଖିଲୁନି। ସିଏ ମରିବ ନା ବଞ୍ଚିବ? ଇଏ ଯଦି ଜାଣିଥାନ୍ତା ତାହେଲେ ଇଏ କଣ ସେ ଭୁଲ
ये रसगोला खाला बेले से हाथ खाई देला कहला मां मु सेया खाइबी मां विचार कला हेरे कपाल कांगिया संगे मो पाला देखि अथली गरीब दुनिया 5 टका पैसा घर अपाठु धार आनिछि पिलाटा संगे नथला काले कोन मागिबो 5 टका तो खुआई देबी तो ये रसगोला खाइला बेले ए कतबे मागिछि से गरीब मां चिंता करछि मो जीवन को सत ठीक कांगी ना जीवन रे गरीब करी करी बाप जन्म दबुनी ता पिला से बुझाई पारिबनी जे समाज रक्षा करे मो पिला को मनुष्य करबा पाई केते कष्ट सेटा को बुझे आ जगत रे के बुझी पारि तो अते परिवार रखबो लुका पुछंती रामछाती खड पुरिले परिवार पोसिले किंतु आपण देखंतु किंतु से पिला व्यतिक्रम करतिछि नेहरा जेतेबे बसी छंती हठात ताकर कोन मने पडिला के जानी मो को तळु पति छंती तंत खड खड सुबुनी चिंता करे से दिन ताकर स्त्री बोले तंत खड खड सुबुनी काई की कोन बोले कोन देह भल नै आसिला बेले तो तंत गाड़ भीतर गोड़ पसिछि ऊपर हाथ रखी देई आखिर श्रावण धार भली लुह धार बही चली छी गंगा जीव गंगाधर मेहरा सुलोते सु नही माता समगुरु सब तीर्थ पर बड़ होछंती मां सब देवता पर बड़ होछंती बापा सकाल उठी पुआ जदी बापा को नमस्कार करे 33 कोटी देवता को पूजा कला भली लागिवो जदी मां दादा धरी संसार पिलाटी नमस्कार करे आपण जानिबे सब तीर्थ मु बुली आसिली सत्य सातटा तीर्थ बुलले जति पुण्य मां पादरे सेति पुण्य आ बाला झिया के जदी सकाल उठी अथवा मोर ता स्वामी की नमस्कार करे तारे जीवन रे से जानिबो मु 33 कोटी देवता को पूजा करी आ स्वामी सेवा ठोकर सेवा बाला झियो पई आ जगत रे केही नाही ताले हमें जदी कहबा बापा मां ये भीतर बड़ सान केसे कहले भीतर के धीको माता बापा तो बड़ होची मां बापा सिना बिंदु स्थापन करे बापा किंतु मां के गोड़ी काम करे गर्भधारण करिवो छुआ को बड़ मनीष करिवो पंचायत बाबू दायित्व मां तेरे संसार जो पुआ बापा मां को चिन्हिछि ए संसार से समस्त को चिन्हिछि आ जे बापा मां को चिन्हिनि से आज्ञा जगत रे काहा को चिन्हिनि जोति भाई आपण मानकर भगवान कृष्ण सब बेले सकाल उठिले भगवान वासुदेव को पाद तले नमस्कार करबी काहे कि हे प्रभु जीवन रे भलो करछि भूल करछि मु जानिनी आपण को संग रे सकाली आपण को संग रे मिसिली बसिली खाइली एकाठी सब करली किंतु जीवन रे भूल केते भलो केते मु जानिनी कर चरण पुतंबा कायजम कर्म जम्बा श्रवण गयन जम्बा मन संबा पराधम वितम वितम वा सर्वमेत क्षमस्व जय जय करुणा श्री महादेव जीवन रे आठ प्रकार हमें भूल करि थाउ कर द्वारा हाथ द्वारा मध्य जान किछि भूल करछु पाद द्वारा किछि भूल करछु आखि द्वारा हमें किछि भूल करछु कान द्वारा किछि सुनिछु भूल कथा भूल करि दउछु पाटी द्वारा कहिबा द्वारा किछि भाषा उठुनी गले हमें किछि भूल करू विहित द्वारा जानि कि किछि भूल करू अविहित द्वारा अजानत रे किछि भूल होई जाय मानस द्वारा मन रे खूब भलो खराब कथा यदि भाबी देबे मध्य सेतिरे मध्य मनुष्य किछि पाप अर्जन करे जन सबुदिने सखा अर्जुन कृष्ण को पाद तले नमस्कार करते प्रभु जानत रे कि अजानत रे भूल करछि त जानिनी तथापि आपण को पाद तले प्रणाम जणाउछि मते मुक्ति दियंतु स्वामी स्त्री संपर्क भितर प्रत्येक दिन स्त्री यदि स्वामी पाद धरि नमस्कार करिवो जानत रे कि अजानत रे तुम कहि पारिबिनी भूल करिछि कि भलो करिछि तथापि मते आपण क्षमा करि देबे अध्वा मोरे सकाळ उठी स्वामी की यदि स्त्री नमस्कार दिए करे ताठु बली पुण्य जगत रे किछि ना किंतु आदि दुबार स्त्री मु तम कथा कहूनी ना तमे राखी बली हम घर कथा कहू ये मामा काईवा तमे सब ठीक तम कथा काई कि तम ना पैसा खाल दुदु तमे तो हमर के हम कोई ना बेस जीवन रे नारी आदि दुबार स्त्री स्वामी की सावित्री दिन व्यतीत आ मुंड महिमा दिन देखिबे से दिन तो उठिए मुंडिया मारंती आ 12 मास जाके देखा नहीं काई भी कहछि मा सकाळ उठी स्वामी पद तले स्त्री मुंडिया मारिबा लाख बड़ पुण्य किछि नाही बापा पद तले मां पद तले नमस्कार करिबा सकाळ उठी लाख बड़ का पुण्य किछि नाही तेन जगत जनानी कांदो छंती बोली सदिन कहउछंती रंगाधर गंगाधर भेर मेरे कहले मो मां कथा कहउनी विश्व जननी कथा कहउछि ना काहे कि ना मो मां के कष्ट पाउछि कोठी कष्ट पाउछि ना गंगा नदी कूल रे वाल्मीकि आश्रम निकटरे निर्बोध लक्ष्मण अग्रज आज्ञा बहन करी से दिन मां की सांगरे नहीं से दिन कानून रे छाड़ी देबा मां जानो कि विसर्जन करि देले केसे भगवान राम काहे के विसर्जन करे प्रजा को पादर पाई कारण जने राजा प्रजा मान को शांति करबा
से जदि निज जीवन को जानी पड़ी काम करदेला ताले ताके कहते आज्ञा राजा राजा कौन ताके कहती रंगा जीव मेहर करदे बोल आपण मान तपस्वी कहले ये कोणिका पतल सीना उठा मनुष्य एड़ा बड़ आसन राजपद पाई मनुष्य क्या प्रजा मान प्रजा मान हित साधन जदि आम करें आम राजपद को सतधि वाल्मीकि कहले भिड़ी भावित भी कषा भीड़ भी ताड़ितम अंतर्तनित निर्घोष संवेदन विवाम्बरम कहीं वाल्मीकि रामायण वाल्मीकि कहीदेले कहले मेघ सृष्टि हूँ सब बड़ राजा कहीं आज्ञा दृष्टि है बेले केते बिजुली मारुची वाल्मीकि कहले से बिजुली मारुनी दृष्टि है बेले ब्रह्मा पचार मेघको कौटी बसाई कौटी प्रजा ठीक रे पालन करिनु तेमु शासन कर अनुशासन भितर ब्रह्मा जो माड़ दौरान कहले बाड़ी आसला कौठू कहले बिजुली जो मारी दौची कहले ये बिजुली नुह सुना रंगर चाबुक ब्रह्मा जो बाड़ौंट से मेघ कांदुची कांदिले शब्द सृष्टि हम ये शब्द है किए से कहले बिजुली मारिला घड़घड़ी देखा आलोकर गति ठारू शब्दर गति कम आगे आलोक देखादेला शब्द सृष्टि है तेणु बिजुली बाड़ी देला बेले सुना रंगर चाबुक कहले मेघ कांदुची घड़घड़ शब्द हम कांदिला वृष्टि हम आ घड़घड़ी मेघ होउची कहवा कथा वाल्मीकि कहले मेघ एड़े कष्ट पाउची ता हृदय पछे बिजुली रे जळी जाउची से खातिर करूची प्रजा मान को शासन करबा पाई से निरंतर वृष्टि कर चलीची तेणु जने राजा की आज्ञा निज जीवन को जनी जानी पड़ी काउंसन कला से राजा ही पाइबनी कारण आपण मानकर विप्लवी कवि रवि सिंह कहले कहले आमे कते जन जीवन को पानी छला न करिले आहा छला न करिले जीवन को पानी छड़ा न करबा ताले कोन संसार चलइबो आमे जदि केते जन निज जीवन को बागी न लगेबा ए जगत कोन बंचिबो निज जीवन रो सुख सचलित को बलि पकई देई जिए दधिति पराय पिंतर हाड़ गलाई न देले चलिबो कि दधिति ऋषि से यदि शरीर समाधि नै न थांदे ता अस्थिर आज्ञा वज्र हि न थांदा 33 कोटी देवतांकर मान रहि न थांदा ताले ये कष्ट जने सहिला बोली 33 कोटी देवता बंचिले 1200 बढ़ेगी 12 वर्ष पिला बंचई देला से यदि से दिन शरीर समाधि नै न थांदा समुद्र को नै न थांदा 1200 बढ़े कोन बंची थांदे से मोला बोली 1200 बढ़े बंचिले छुटिया हो पछे जाति पई केडे बड़ काम माने कहि देई छाइछनी तेन भगवान नाम चिंता कले प्रस्ताव बाबू उचेबा पई मु जानकी कि पाखे रखिले भल होबनी सत्य केते मिछ केते भगवान राम कोन जानि नाथि जानिले मध्य प्रजा मानकर दुख सुखर साथी होबा पई प्रजानुरंजन राजा भगवान राम मर्यादा मत पुरुष प्रति क्षत्र जे मर्यादा देछि निज दुख को सुख से केमति मनैछि निज सुख को दुख को केमति से ठेली दउछि सेदिन मा जानकी कि विसर्जन कले ए बंधु समनारी मोर सती करी मति तारा होई मोना हानि की আমি মুখারি করি সেদিন ভগবান রাম বিরাজনা করি ছোট অন্ধারি ভিতরে অন্ধারি ভিতরে আগে রাজা মানে করନ୍ତି কাই না প্রজা মানকৰ ভাল মন্দ বুঝিবা পাই যদি অন্ধারি ভিতরে করি ন থান্দে লাঙ্গুড়া নরসিংহ দেব কোଣାର୍କ মন্দির তৈরি করি পারি ন থান্দে অন্ধারি ভিতরে কোথারে বলি জানি দেলা না সেদিন পুଅ খাউছি যাও যেতବେଳେ ତତଲା ଯାଉ ମଝିରୁ ଖାଇଦେଲା ମା କହୁଛି ଅରେ ମୂର୍ଖ ତୁ ରାଜା ଭଳିଆ କଣ ମଝିରୁ ଯାଉ ଖାଉଛୁ ରାଜା ସେଇଠି ଛିଡ଼ା ହେଲେ बोले मु तार कोन गोटे भूल करछि ना मा कोन राजा भली नारे सिना गंडटाକୁ मुलाट बुद्धि बुद्धि नेले पति हबा ये मूर्ख राजा नै कि गंड मछिरे पकोछि पत्थर से त भासी जाउछि लक्षे वर्ष लागि हबा जानि देले ता परदिन राजा ये मुलाट बुद्धि नेले बोली कोणार्क मंदिर तैयारी होला सेहि पई प्रजा रंजन राजा राजा केते अंधारी विजय करन अंधारी विजय कले आपण भलो मंद जानि परिबे राजा राम अंधारी विजय करछन नगर परिक्रमा कला बेले भारती रे गोटे परिवार रे काई के कली लागिला बोली जे तबे कान पातिले से रजक रजकी कली लागि छथि रजक रजकी बाड़ी देला
ତୁ ଅସତି ବ୍ୟଭିଚାରୀ ବାପା ଘରେ 2 ଦିନ 4 ଦିନ ରହିଗଲ এইটা হচ্ছে ভুল কাইকি বাবা বাস্তবিক জীবনের সেইটা ভুল স্বামীকর বিনা পরামর্শরে যে স্ত্রী এরুটি বন্ধ দিয়ে তাকে তাকে সতী সতী প্রতিবর্তা করিবনি কাইকি বাবা পানিবারে তুমি সব পাউজি পিন্ধুছ পাউজি ঝিও মানে কেতেবেলে পিন্ধନ୍ତି ଆମେ 2 ବର୍ଷର ଝିଅ ଚାଲିଲା ବେଳେ ଆମେ ପାଉଁଜି ପିନ୍ଧୁଛୁ ନାଇଁ ମା ସେଇଟା ପରମ୍ପରା ନୁହଁ ପରମ୍ପରାଟା ପ୍ରାଚୀନ କାଳରେ ଥିଲା ବାଲ୍ବ ପାଣି ଗାଧେଇଲା ବେଳେ ମା ଝିଅ ପାଦରେ ପାଉଁଜି ପିନ୍ଧେଇ ଦବ ଝୁଣ୍ଟିଆ ପିନ୍ଧେଇ ଦବ କାହିଁକି ପାଉଁଜି ପିନ୍ଧେଇକି ଏ ମା ଝିଅ ଥିଲୁ ଏ ପାଦ ଚଞ୍ଚଳ ଥିଲା ଆଜି ସେ ପାଦ ଅଚଳ କରିଦେବୁ ଚଞ୍ଚଳ କରିବୁନି ସ୍ୱାମୀଙ୍କର ବିନା ପରାମର୍ଶରେ ଝିଅ ଏରୁଣ୍ଡି ବନ୍ଧ ଡେଇଁବା କଥା ନୁହଁ ଆମେ ପାଲା ବାଲା ବୁଝାଉଛୁ କିନ୍ତୁ ପରଦିନ ଆମ ଘରକୁ ଫୋନ ଆସିଥିଲା ହ୍ୟାଲୋ তুমি কোদিন আসিও মুরে অক্ষরে না রজবা মু যাচ্ছি ଟିକେ গাঁ ଆମେ ବୁଝଉଛୁ ସ୍ୱାମୀ ନଥିଲା ବେଳେ ସ୍ତ୍ରୀ ଏରୁଣ୍ଡି ବନ୍ଧ ଡେଇଁବା କଥା ନୁହଁ କିନ୍ତୁ ଆମ ସ୍ତ୍ରୀ ଯାଇ ଗୋପା ଘରେ ରଜ ପାରିଲା ଆମେ ଆଉ କାହାକୁ ବୁଝେଇ ତାହେଲେ ଜୀବନରେ ସ୍ୱାମୀ ଘରେ ନଥିଲା ବେଳେ ବାପ ଘରକୁ କ'ଣ ବନ୍ଧୁବାନ୍ଧବ ଏରୁଣ୍ଡି ବନ୍ଧ ଡେଇଁବା କଥା ନୁହଁ ସେଇଥିପାଇଁ କାନ୍ଧରେ ପାଉଁଜି ପିନ୍ଧାଯାଏ ପାଉଁଜିରେ ପାଉଁଜି ପିନ୍ଧିବାର କାରଣ ମଣିଷ ଜୀବନରେ ସବୁ କରିବ ନା ମା ଶୃଙ୍ଖଳା ଶିଖିବ ନାରୀ ଜୀବନରେ କେତେ ଶୃଙ୍ଖଳିତ ହେଲେ ନାରୀ ଜୀବନ ତିଆରି ତେଣୁ ସେଦିନ ରଜକ କହୁଛି ତୁ ମୋ ବିନା ପରାମର୍ଶରେ ବାପା ଘରେ 4 ଦିନ ରହିଗଲୁ ତୁ ଅସତି ରଜକ ଉତ୍ତର ଦଉଛି କହିଲା ତମେ ଏତେ କଥା କହୁଛ ତମ ରାଜା ରାମ ତାଙ୍କ ସ୍ତ୍ରୀ 14 ମାସ ରାବଣପୁରରେ ରହିଲେ ସିଏ ତ କାହିଁ ଅସତି ହେଲେନି ସିଏ ତାକୁ ଗ୍ରହଣ କଲେ ଆମେ କ'ଣ ରାମକୁ ତମେ ବଡ଼ ତାପରେ ସିଏ ରାମ ଅବିବେକ ବୋଲି ତା ସ୍ତ୍ରୀକି ଗ୍ରହଣ କଲା ମୁଁ ଅବିବେକ ନ ଗ୍ରହଣ କରିବି ନାହିଁ प्रभु कहले प्रजा अपवाद सृष्टि हेलानी जानकी की पाखरे रखिले भल न नाना मुनि नाना मत पुराणर भिन्न रूप एठी पुराण तबे कहूची रजक रजकी दोषी वास्तव दोषी किए से कहले ना दोषी ये न दोषी होची मंथरा से दिन 14 वर्ष वनवास सारी मां जानकी आसी पहुंची छंदी डाकी देले मंथरा कहले जानकी तू रावण केमितिया 14 मास ता पुर रहिलु ता चित्रटा टिके खाली आकी दियंतु से बाड़ी पड़ा तते केते कष्ट देछि ता फटोटा खाली 2-4 गोठा मो पके देले मन साथी हे जाता सरल आपना दुर्बला नारी बुझी पारिलानी मन कथा मंथरा कथा कहले मंथरा रावण पुरे 14 मास रहिछि सत किंतु ता मुह मु देखि एते दिन रहि देखिनु ना ना जने सती नारीर धर्म आपण देखंतु केबेले परपुरुष मुह देखिबनी आ बाहाला परे ओढणा काई दियंती ओढणा देले आकोटा दिसिबनी परपुरुषर रूप नारी आखिया को दिसिबनी क्या मन विचलित हबनी एबे आ ओढणा सिस्टम उठी गला आ नाइटी पिंधिले ओढणा कोठे पड़ी ओढणा पकेला ओढणा खाली पकोनांती बेतीरे गोटे मुंडा लुका सेटा मुंडरे पड़े आ से कोन मुंडरे मुंडा लुका पडुची से दुबर बा चोर पड़ी थुआ होची गोटे नागी चुनेरी पडुची चुनेरी पकी बेतीरे बसिबो पुनी कैमरामैन जे शूटिंग करथो से पुनी कहबो जति आगु काछि तो प्लीज टिकेट देखो ये पुनी पछु को फेडेबो आउ सेते बेले पुरुना काल रे बहुत 8 वर्ष घर पासीबनी से लोकुडा के देखु न थे एबे बहु बे दिन पर काडी ओलेरा बेले तुम देखो जेतक दिए देखु देखो काई के कहूची ना नारी तो नम्रता भाव मा सेते बेले पुरुना काल रे मासे जाके नुआ बहु लोई लोई चालिबो सासु हम ननद हाथ धरी झाड़ा नब परिश्रम नब दुआड़े नब गाधेवा नब अंटा जदि टेकी देला ता अंटा दरज होला जेती सासु से बुढ़ी बसी था 80 वर्षर और आंटा आंठुकुरी झियो तो बापा मां किछि सिके ना सिकलो कोन घोड़ा भलिया चलुछ आउ कहिबा को बेला अछि एका जबडा के बुढ़ी राखतो धपी दे कोन गछ मूलरु छाडी की छाइटा पड़िछि जेते लगुछि लोक मूलरे छाइटा थब सेमते आपण जेते आगु जाउ छथि जातु सेही पुरना को फेरिबे एबे देखुनाती गवर्नमेंट मांडिया लडु करतिलानी मांडिया दिवस बाहर करलानी काहेकि ना ता देरे बेसी कैल्शियम अछि केते मेसिन आजि सिखेला 100 वर्ष तले पुराना लोक जानिछि मांडिया जाउ खाउथला एबे आज्ञा मांडिया जाउ पुराना काले जदि खाउथले लोक माने रहस्य करथले कि मांडिया जाउ काई खाउछि ना ता घरे भात नाही एबे धनी लोक मा मांडिया जाउ गरीब लोक आ खाउना गरीब लोक घरे मांडिया जाउ नाही जा घरे 3 महला कोठा ताकरी फ्रिज रे मांडिया जाउ काई खाउछन बसा को डायबिटीज मांडिया जाउ खाइने कोन खाइ तेनु सेही पुराना को फेरिबा एबे पुणी पितल ग्लास रे पीलेनी पानी टंगा ग्लास रे पीलेनी पानी डाक्टर को जिगाछि कि भलो हो डाक्टर पुणी कहलानी पिढारे बसी कि खा केते दिन डाइनिंग रे गोरा मंगाई कि बसिबु बेला आउरी आसीबा ना पछु आमे सेई जाय पुणी जिबा समय खाली लागिबो खाली समय देखो
ଦିନେ ନା ଦିନେ ମଣିଷ ସେ ଅତୀତକୁ ଫେରିବ। 10 ବର୍ଷ ତଳକୁ ଯଦି ଯିବା ପାଲାରେ ଏତେ ଲୋକ ହଉନଥିଲେ, ପାଲା କିଏ ଦେଖୁଛି? ଏବେ ଦେଖନ୍ତୁ ଯେତେ ସମୟ ବଢୁଛି ଆଉ ମଣିଷ ସେତେ ପାଲା ଦେଖିବେ। ବର୍ଷ ଆগে ଯେତେ ପାଲା ଗାଇଲୁଣି ସବୁଠି ଲୋକ ପରିପୂର୍ଣ୍ଣ। କାହିଁକି? ପୁଣି ଧର୍ମ ଆଣିକି ମଣିଷ ଆନୁଗତ୍ୟ ହେଲାଣି, ସେ ସମୟ ଆସିବ। ତାହେଲେ ସେଦିନ ଯେତେବେଳେ ମା ଜାନକୀ ଛାଡ଼ି ଯାଇଛନ୍ତି ଭଗବାନ ରାମ, ହେଲେ ସେତିକି ସିଏ ନୁହଁ। ମନ୍ଥରାକୁ କହିଲେ, ମନ୍ଥରା ରାବଣଙ୍କ ରୂପ ମୁଁ ଦେଖିନି, କିନ୍ତୁ ସିଏ ମତେ ରଥରେ ବସେଇ ନେଲା ବେଳେ ମୁଁ ତଳକୁ ମୁହଁ ପୋତି କାନ୍ଦୁଥିଲି। ପ୍ରତିବିମ୍ବଟା ପଡ଼ିଥିଲା ସମୁଦ୍ର ଛାଇ ପାଣିରେ, ସେଇ ଛାଇଟାକୁ ମୁଁ ଖାଲି ଦେଖିଛି, ଆଉ କିଛି ଦେଖିନି। ନା ଯେତିକି ଆଉ ଟିକେ ଚିତ୍ର ଆଙ୍କି ଦଉନୁ। ମା ଜାନକୀ ଚିତ୍ର ଆଙ୍କିଲେ, ତମେ ପରା କହୁଥିଲ କି ପରୀକ୍ଷା କରି ସୀତାକୁ ଆଣିଛ, ଆସ ଦେଖିବ ତମ ଜାନକୀ। ରାବଣ ପ୍ରତି ତାର ଏତେ ଆକୃଷ୍ଟ, ସେ ତା ଚିତ୍ରପଟ ଆଙ୍କି ପ୍ରେମାଲିଙ୍ଗନ କରି ତାପରେ କରିଛି। ଭଗବାନ ରାମ କଣ ସେଦିନ ଭଲ ଭୁଲ ବୁଝିପାରିଲେନି? ସେଦିନ ଭଗବାନ ରାମକୁ ମନ୍ଥରା ଟାଣି ଆଣି ଯେତେବେଳେ ଦେଖେଇଲା, ଇଏ ଚିନ୍ତା କଲେ ଯଦି ନ ମାନିବି ତାହେଲେ ବିପ୍ଳବ ସୃଷ୍ଟି ହବ। ତେଣୁ ଭଗବାନ ରାମ ମା ଜାନକୀକୁ ଛାଡ଼ି ଗୋଟାଏ ପୁରାଣ କହୁଛି ରଜକର ଦାୟୀ, ଆଉ ଗୋଟାଏ ପୁରାଣ କହୁଛି ମନ୍ଥରା ଦାୟୀ, ଆଉ ଗୋଟାଏ ପୁରାଣ କହିଲା ନାହିଁ ସେ ଦି ଜଣ ଦାୟୀ ନୁହଁ, ଆଉ ଜଣେ ବ୍ରାହ୍ମଣ କହିଲେ ଦେବଦାସ ଯେ ବ୍ରାହ୍ମଣ ସେଦିନ ହଉଛନ୍ତି ଦେବଦାସ ବ୍ରାହ୍ମଣ। ସ୍ତ୍ରୀ ପ୍ରେମରେ ପଡ଼ି ଯେତେବେଳେ ରାମ ଭଳି 14 ବର୍ଷ ବନକୁ ପଠେଇଲେ, ନିନ୍ଦା କଲେ ବ୍ରାହ୍ମଣ କଲେ ଏଭଳି କାମ ରାଜା ରାଜ୍ୟରେ ଘର କରିବା ଠିକ। ଯିଏ ରାମ ଭଳିଆ ପୁଅକୁ 14 ବର୍ଷ ବନକୁ ପଠଉଛି, ୟା ରାଜ୍ୟରେ କଣ ରହିବା? ସେଦିନ ଅଯୋଧ୍ୟାରେ ଆଜ୍ଞା 3ଟା ପକ୍ଷୀ ଦେଖାଦେଲେ। ରେଞ୍ଜର ଲାଗି 3 କଥା ଯେତେବେଳେ ଦେଖାଦେବ ପୁରା ବିପଦ। 3 ଜଣ ଦେଖୁନାହାନ୍ତି, ଏ 3 ଜଣ ଜଣେ ହଉଛି କିଏ? ସେ କାକ। କାକକୁ ଭଲ ମନ୍ଦ କିଛି ଜଣା ପଡିବନି, ବରା ପଇଲେ ଖାଇବ, ବିଷ୍ଟା ପଇଲେ ଖାଇବ, ଯାହା ପଇଲା ଖାଇଲା, ଭଲ ମନ୍ଦ ସେ ବୁଝିପାରିଲାନି। ଦଶରଥ ଯଦି ଭଲ ମନ୍ଦ ବୁଝିଥାନ୍ତେ କୈକେୟୀ କଥାରେ କଣ ରାମକୁ ଛାଡ଼ିଥାନ୍ତେ? ଇଏ ବାଦ ବିଚାର ରହିଲାଣି, ଭଲ ମନ୍ଦ ବୁଦ୍ଧି ଖର୍ଚ୍ଚ ବୁଦ୍ଧି ହେଇଗଲା ହେଇଗଲା। ଆଉ ଜଣେ ସେ ହଉଛି ବଗ। ବଗ କିଏ? ସେ ନା ଯେ ଧାନରେ ବସିଥିବ, ମାଛ ଧରିବାକୁ କେତେବେଳେ ସୁଯୋଗ ଆସିବ ତାକୁ ଚିପିବି। ଏଠି ବଗ ହଉଛି କିଏ? ସେ ଆପଣଙ୍କର କୈକେୟୀ। ସମୟକୁ ଅପେକ୍ଷା କରିଥିଲା, କେତେବେଳେ ସୁଯୋଗ ଆସିବ ମୁଁ ବର ଦିଟାକୁ ମାଗିଦେବି। ବର ଦିଟା ମାଗିନେଲା ନା, ମାଗି ନେଲା ବୋଲି ଦଶରଥ ରାଜା ଅଚଳ ହେଇଗଲେ, ବୁଦ୍ଧି ବିବେକ କାମ ଦେଲାନି, ଭଲ ଭୁଲ ଜାଣିପାରିଲେନି, ଆଉ ସେ ସେଇଠି ଅବାଟରେ ପଡିଗଲେ। ଆଉ ଗୋଟିଏ ପକ୍ଷୀ ସେ ହଉଛି ପେଚା, ତାର ରାତିରେ କାମ, ଦିନରେ ସିଏ ବାହାରିବନି, ସିଏ ହଉଛି ମନ୍ଥରା। ଆଉ ଦେଖୁନାହାନ୍ତି ସିଏ କଣ ପଛପଟେ ରହି ବୁଦ୍ଧି ଏମିତି କରିଦେଲା ଯେ ବାଧ୍ୟ ହେଲେ ଭଗବାନ ରାମକୁ ଛାଡ଼ିବାକୁ ନା। ତେଣୁ ସିଏ ଚିନ୍ତା କଲେ ଏଭଳି ଅବିବେକ ରାଜା ରାଜ୍ୟରେ ରହିବା ସତ ଠିକ। ତେଣୁ ଦେବଦାସ ବ୍ରାହ୍ମଣ ତା ପରିବାରକୁ ନେଇ ରାଜ୍ୟ ବାହାରକୁ ପଳେଇଲା। 14 ବର୍ଷ ପରେ ଯେତେବେଳେ ଆସିଲେ ଭଗବାନ ରାମ, ଇଏ ବିଚାର କଲେ ରାମ ତ ରାଜା ହେବେ, ଅଭିଷେକ ହେବେ, ରାମକୁ ଏଡେ ଭଲ କରୁଥିଲା। ଦେବଦାସ ବ୍ରାହ୍ମଣ ତା ପରିବାର ଧରି ଫେରିଲା ବେଳେ ଏକମାତ୍ର ପୁଅ ତାର ଅଯୋଧ୍ୟାରେ ଯେମିତି ପାଦ ଦେଲେ, ସେ ପିଲାଟିକି ସାପ କାମୁଡ଼ିଲା, ଶିଶୁକୁ ମା କାନ୍ଧରେ ଧରି ଦେବଦାସ ଛାଡ଼ିବାକୁ ବାଧ୍ୟ ହେଲେ। ମନ୍ଥରା ଏମିତି ମୁଣ୍ଡ ଚକ୍ରାନ୍ତ କଲା, ମନ୍ଥରା ହଉଛି ଦୋଷୀ। ତୃତୀୟ ଜଣ କହିଲେ ଦେବଦାସ ବ୍ରାହ୍ମଣ, ଯେତେବେଳେ ବିଚାର କଲେ ରାମ ଅବିବେକ ବୋଲି ତମେ ଏତେ ଭୁଲ କରୁଛ, ତେଣୁ ମୁଁ ସତ୍ୟନାରାୟଣ ବିଷ୍ଣୁ ବ୍ରାହ୍ମଣ ତମ ରାଜ୍ୟରେ ପାଦ ଦଉ ଦଉ ମୋ ସ୍ତ୍ରୀ ପୁଅକୁ ସାପ କାମୁଡ଼ିଲା, ତେଣୁ ବ୍ରାହ୍ମଣ ଅଭିଶାପ କାଳେ ପଡ଼ିବ। ଭଗବାନ ରାମ ମା ଜାନକୀଙ୍କୁ ପରିତ୍ୟାଗ କଲେ। ଇଏ ସିନା 3 ଜଣ କଲେ, ଗୋଟାଏ ପୁରାଣ କହିଲାଣି ମନ୍ଥରା, ଗୋଟାଏ ପୁରାଣ କହୁଛି ରଥଗରବାଦୀ, ଆଉ ଗୋଟାଏ ପୁରାଣ କହିଲାଣି ଦେବଦାସ ବ୍ରାହ୍ମଣ। ଏ 3 ଜଣ ଆଜ୍ଞା ଦୋଷୀ ନୁହଁ, ଦୋଷୀ ଆଉ ଜଣେ ଅଛନ୍ତି। ସେଠି ଦୋଷୀ ଅଛନ୍ତି ବାପା ଦଶରଥ। କହିଲେ ରାମ ବନବାସ କଲା
10,000 ବର୍ଷ ବୟସରେ ମରିବା କଥା 9,000 ବର୍ଷ ବୟସରେ ମରେ କଲା ବେଳେ ଜାନକୀକି ପାଖରେ ରଖିବି ତାହେଲେ ବଧୁ ଅପହରଣ ଦେଶରେ ବାପା ଭାଗ ହେବେ ତାଙ୍କୁ ମୁଖ୍ୟ ପଦ ମିଳିବନି ତେଣୁ ବାପାଙ୍କ ଆୟୁଷ ଭୋଗ କଲା ବେଳେ ରାମ ବିଚାର କଲେ ଜାନକୀକି ମୋ ପାଖରେ ରଖିବେନି ମୁଁ ନେଇ ବାଲ୍ମୀକି ଆଶ୍ରମରେ ଛାଡ଼ିଦେବି ଏଠି ଦୋଷୀ ହେଲା କିଏ ସେ ନା ବାପା ତାହେଲେ ଇଏ ଯୋଉ 4 ଜଣ ଦୋଷୀ ମନ୍ଥରା ଦେବଦାସ ବ୍ରାହ୍ମଣ ରଜକର ଜଟି ନା ଆପଣଙ୍କର ଦଶରଥ ରାଜା ଇଏ 4 ଜଣ ବାହାର କଥା ପୁରାଣର ଅନ୍ତରୂପ ଆମେ ବାସ୍ତବିକ ଦେଖିନୁ ଭିତର ରୂପକୁ ନ ଦେଖି ବାହାର ରୂପରେ ଆମେ ମାତିଛୁ ଅନ୍ୟ ଉପରେ ସିନା ଅଠାଳତି ଦିଆଗଲା ବାସ୍ତବିକ ଦୋଷୀ ସେମାନେ ନୁହଁ ଦୋଷୀ ଅଛନ୍ତି କିଏ ସେ ନା ନିଜେ ଭଗବାନ ରାମ ନିଜ ପାଇଁ ନିଜେ ତିଆରି କରିଛନ୍ତି भगवान राम से अग्नि की साक्षी रखी कहले मैत्रे तमार शत्रु जे मु ताको विनाश कर देबी सेई ज्ञान रे जतबे भारी सुग्रीव अमर हेई तो ए भीतर भगवान राम मारी देले कोन जाई दे मारी देले राम को हम दोष दे करले काई की ना से दिन निजा बसी बाली जतबे डाकी छी सुग्रीव रे रे बाली तारा अटक गइला काइना स्वामी को स्त्री आके सब बेले बुधिया से जिए था मु कार की छाड़ी प्रभु कहले तो इनवाइट कर मु बोले सुविधा मोर के के नले कोन जाई था प्रभु मारिया ये कहला किए है चली ताले से दिन जतबे भारी छति युद्ध होला बे सुग्रीव साकर युद्ध करछि बाली भगवान राम मारी ब्रह्मा छातीरा मारी छी त्रिपुर विजय मारी मारी कर डाकिला बिना कारण मते मारिनु भगवान राम आसी पाखरे पहुंचे कहले बाड़ी मु मारिली ना तमे किए मते भाई की मारिला ना तम भाई रो मैत्र मो भाई सुग्रीव रो मैत्र तमे धन्यवाद तमे कैसे ना अयोध्या राजा दशरथ को राम ना तम वंशर गोटे दोष अछि तम वंश संगे जे मैत्र बसिबो ता कुल बड तम बापा का संगे मैत्र बसिला दट्टाई सीए मोला आ मो भाई तम संगे मैत्र बसिला तेने तो मते मारिला कोन तेबे जो धर्म रखिबा जगत का असला धर्म भूलेगा तमे पर धर्म रखिबा पासा दुष्ट निवारी संत तमे कोडे दुष्ट निवारण करी साधु संत रक्षा करिबा धर्म रक्षा करिबा आछो जगन्नाथ दास आगे पंचशखा साहित्य वर्णन आलोक बाटे स्तंभ महापुरुष जगन्नाथ दास हे तो अक्षर उठी तू तो उठी अक्षर काई कहलेनी हे नाथ परम दयालु प्रभु मोडे तू ता करी कहलेनी कहले तू नाथ परम दयालु जगन्नाथ दास को पचरा अच्छा तमने काई तू ता गलो तमे हे कहलानी संबोधन अक्षर ना नाही नाही मु कोन कहिथानी कि आउ जने आगु कहिछि त्रेता जुगरे जने कहला तो सेई कथाटा देखि कि मु कहलिया ना से किए से कहले बाली बड़ी तो चा अच्छा राम राजा छुआ न हो राम प्रभु न हो सिए जने बराख तू जने सेवक बराख अतिथि भी सुनु रेबो आपण माने तळे बसंती हम ऊपर बइछु तथापि राति जागा हाथ जोडुछु पंडित दोष धरिबनी क्षमा करियो काई कि बाबा हम कोन तम गारे निया लगेलु ना तम घर छोड़े आ कोन दोष धरिबे ना एटा होची व्यापार जति भाव प्रदर्शन कला बेले आपण को हम कथा बार्ता व्यवहार पोसेला कहले भलो पिलाटी आ 5 वर्ष पड़ता आइले 15 वर्ष रे आसिलु 26 रे आसिलु 11 वर्ष परे आ 11 हला बेले काम मुह पाकु आइ तमका में फोन करले मध्ये तमे कहला आज्ञा पुछिले कहि आपण से जते आदर न थो अच्छा ये व्यापार पाई हमें आज्ञा आपण
ଜଗନ୍ନାଥଙ୍କ ନିକଟରେ ନିବେଦନ କାହିଁକି ନା ଏଇଟା ହଉଛି ଅତିଥି ସମସ୍ତଙ୍କ ପାଇଁ ବିଷ୍ଣୁ ପ୍ରତିମା। ତାହେଲେ ସମେତ କହିଥାନ୍ତ ତମେ ତୁତା କାହିଁକି କହିବ ତ ନା ମୁଁ କହିନି ଆଉ ଜଣେ ବାରମ୍ବାର କହିଛି କହିଲେ ସିଏ କିଏ ସେ ନା ସାଲବେଗ କହିଲେ ଭକ୍ତ ହାତ ତ ପିତା ତମେ ତାକୁ ପଚାରୁନ ଭକ୍ତ କବି ସାଲବେଗଙ୍କୁ ଯେତେବେଳେ ପଚରାଗଲା କହିଲେ ଆଚ୍ଛା ତମେ କାହିଁକି ଏତେ ବାରମ୍ବାର ଚିନ୍ତା କର ନା ମୁଁ ଜାଣିପାରିଲିନି ଅଛି କି ନାହିଁ ନିଜ ଯେତେବେଳେ ନିଜର ହେଇଯିବ ମଣିଷ ପ୍ରଭୁଙ୍କର ପାଖାପାଖି ହେଇଯିବ ଭାବ ବିହଳିତ ହେଇଗଲା ପରେ ଭକ୍ତ ପାଟିରୁ ଆପେ ଆପେ ତୁ ତା ବାହାରିବ ଯେତେବେଳେ ଆପଣ ଦୂରତା ସୃଷ୍ଟି କରିବେ ଆଜ୍ଞା ଆପଣ ବାହାରିବ ଆପଣଙ୍କ ପୁଅ ଯଦି ପାଲା ଗାଉଥବ ଆପଣ କଣ କହିବେ ଭାଇ କେତେବେଳେ ଆସିଲେ କୋଉଠି ପାଲା ଗାଉଥିଲେ କଣ କରୁଥିଲେ କିନ୍ତୁ ଆମକୁ କଣ ସେଇଆ କହିବେ କି ଆଜ୍ଞା କୋଉଟା ଆପଣଙ୍କର କଣ ଆଜ୍ଞା ଆପଣ ଲାଗିଲା ଆଜ୍ଞା କୋଉଠି ଦୂରତ୍ୱ ସୃଷ୍ଟି କଲେ ତ ଆଜ୍ଞା ଆଉ ପାଖକୁ ଗଲେ ତୁ ଆଉ ଆପଣ ଦେଖୁନାହାନ୍ତି କବି ସୂର୍ଯ୍ୟ କହିନାହାନ୍ତି କହିଲେ କାଳ ସରପ ଦୂରত্ব সৃষ্টি হল পাখক আসলে তু দূরক গলু তুমি আউ টিকে দূরক যাবু আপন যদি আজ্ঞা আপন বাহারিলা সেটি নিকটতর হয়ে পারলানি তেমন ভক্ত ভগবানଙ୍କର সম্পর্ক যেতবে ভাব বিহଳ যায় ভক্ত ভগবানଙ୍କର পাখକୁ যায় আপে আপে তু তা ভাব বাহারে বাহারি কହୁଛି আপন যদি ଏ ସଂସାର ଧର୍ମ ରକ୍ଷା କରିବାକୁ ଆସିଛନ୍ତି ଆପଣ ମତେ ମାରିଲେ କାହିଁକି ତା ସାଙ୍ଗରେ ମୈତ୍ର ହେଲେ କାହିଁକି ଆପଣଙ୍କର ଭଦ୍ରଲୋକ ଆପଣ ମଧ୍ୟସ୍ଥି ପୃଷ୍ଠପୋଷକ ଏ ସମାଜର ଧର୍ମ ରକ୍ଷାକାରୀ ଆପଣ ମଧ୍ୟସ୍ଥି ସାଧିଲେ ଆପଣ ବୁଝାମଣା କରିଦେଲେନି ଆପଣ ଯଦି ଧର୍ମ ରକ୍ଷାକାରୀ ଏ ସମାଜକୁ ଧର୍ମ ରକ୍ଷା କରିବାକୁ ଆସିଛନ୍ତି ଆପଣଙ୍କ ପାଖରେ ଗୋଟେ ସ୍ୱତନ୍ତ୍ରତା ଅଛି ଏ ସ୍ୱତନ୍ତ୍ରତା ବିଶ୍ୱରେ କାହା ପାଖରେ ନାହିଁ ବାଲିଆ କବି ଅଭିମନ୍ୟୁ ସାମନ୍ତ ସ୍ୟା କୟୋତି ବିଦଗ୍ଧ ଚିନ୍ତାମଣି ଆର୍ଯ୍ୟବର୍ତ୍ତ ପବିତ୍ର ଭାରତ ଭୂମି ଓଡ଼ିଶା ମାଟିର ଜଣେ ବରେଣ୍ୟ ପ୍ରତିଭା ଯାଜପୁର ଜିଲ୍ଲାର ଅନନ୍ୟ ପ୍ରତିଭା ବାଲିଆ ଗୋଳକୁଣ୍ଡା ଭିତରେ କେସ୍ ଚାଲିଲା ହାଇକୋର୍ଟ ଯେତେବେଳେ ଚାଲିଲା କାହିଁକି ନା ସେ ବାଲିଆ ବାଲା କହିଲେ ଆମ ଅଭିମନ୍ୟୁ ଆଉ ଗୋଳକୁଣ୍ଡା ବାଲା କହିଲେ ଆମ ଅଭିମନ୍ୟୁ କି ଅଭିମନ୍ୟୁ ଜଣେ ଭଲ କବି ବୋଲି ଗୋଳକୁଣ୍ଡା ବାଲା କହିଲେ ଆମର ଆଉ ବାଲିଆ ବାଲା କହିଲେ ଆମର ଅଭିମନ୍ୟୁ ସାମନ୍ତ ସ୍ୟା ଯଦି ଜଣେ ଚୋର ହେଇଥାନ୍ତେ ये कहता हमर भिनुर न से कहता हमर भोट हेला के लागि आज्ञा भल बोपा पर जदी पेंशन पाउछि बड़ पो कहबो मो पाखे रहबो सान पो कहबो मो पाखे रहबो आ जदी भत्ता टंका मिलुनी जदी कहबे मीटिंग बसिबारे गोपात्र सुन ना मो घरे घर बापा कोठी सोइबो बसा तो सोउछ गोपा सोइबा को जाका नै सान को जदी कहबे तू नउनु ना मो पिले पाठ पढुछन त बुढा खाली ख ख हबो त आ से आपण देखंतु स्वार्थ कोठी मनुष्य कमी खोजी बुलूची स्वार्थ नहीं सब सरीगला स्वार्थ थे समस्ते स्वार्थ नथा किए कार यही पचारे आपन जदि धर्म रक्षा करने को आसी कारण धर्म रखुना स्वतंत्रता तो आपन पाखे अच्छी बालिया कवि अभिमन्यु सामंत स्या ओडिशा पाला जगत जड़े बार्ताबह ओडिया पाला ओडिशा ओडिया माटीर ओडिया भाषार ओडिया संस्कृतिर जन बादशाह ए पर्यंत से गीत अर्थ करने का मुद्रारे शक्ति ना कि सामर्थ्य ना बोले स्वतंत्र स्वयं ये स्वतंत्रता समस्त पाखे न थाए जनक पाखे थाए विश्व व्यतीत स्वतंत्रता क्या पाखे अच्छी ता इच्छा सी जहाँ कर खाली टुटी देला आज गुड़ी गुड़े मारी दौर तुम नालिश कर कहीं सी ता इच्छा आपड़ ता विरुद्ध स्वर उत्तोलन करें सब जे कारण कारण करता पाखे तो स्वतंत्रता अच्छी सी स्वयं इच्छामय सर्व
ଅନନ୍ତ ତତ୍ତ୍ୱବିହି ସର୍ବଶକ୍ତିର ଆଧାର ତୁ କହନ୍ତି ଭଗବାନଙ୍କୁ ଚକ୍ରୀ। କାହିଁକି ଚକ୍ରୀ? ନା ଚକ୍ର ଧାରଣ କରନ୍ତି ବୋଲି ଚକ୍ରୀ। ସୁଦର୍ଶନ ଚକ୍ର ଧାରଣ କରିଛନ୍ତି ବୋଲି ସିଏ ଚକ୍ରୀ। ନାଇଁ ଆଜ୍ଞା, ସବୁ ଚକ୍ରର ଯିଏ ଅଧିକାରୀ ସେଇ ହଉଛି ଚକ୍ରୀ। ଜଳ ଚକ୍ର, ପବନ ଚକ୍ର, ଆୟୁଷ ଚକ୍ର, ଜୀବନ ଚକ୍ର, ପ୍ରକୃତି ଚକ୍ର, ବିଶ୍ୱରେ ଯେତେ ଚକ୍ର ଅଛି ସେଇଟାକୁ ସମସ୍ତଙ୍କୁ ସେଇ ଧରିଛି। ତା ବ୍ୟତୀତ ଆଉ ଚକ୍ରୀ କେହି ନାହାନ୍ତି। ସୁଦର୍ଶନ କାହିଁକି ଗଲା? ସୁବଲେ ଉତ୍ତମ ଭାବରେ ଯଦି ଦର୍ଶନ କରିବ ତା ମାୟା ଚକ୍ରକୁ ବୁଝିବ, ନହେଲେ ବୁଝିଲା ବେଲା ସଂସାରେ କେହି ନାହିଁ। ତାରି ଭିତରେ ପଡିକି ପ୍ରାଣ ତାକୁ ବଞ୍ଚିବା ପରିତ୍ରାଣ କାହାର ନାହିଁ। ଯିଏ ଯିବ ସିଏ ତା ଭିତରେ ପଡିବ। ତେଣୁ ସେ ଧ୍ୟାନଟିକ କାମ ରହିବା ଦରକାର। ଉତ୍ତମ ଭାବନା ଆସିବ କେତେବେଳେ? ନା ସୁମେରାନି ବିଶୁ ଭାଙ୍ଗା କରୁ ଜିଆ କର କର ଶନି ହାରୁ ହିଲ ଡୋଲ ପରେ ସୁରତ ପଏ କହେ କବିର ବିଚାର। କବିର କହିଦେଲେ ଝିଅ ବୋଉ ମାନେ ପାଣି ପାଇଁ ସେତେବେଳେ ଯାଉଥିଲେ, କୂଅ ପୋଖରୀ ନଦୀରୁ ପାଣି ଆଣୁଥିଲେ, ଘର ସଂସାର କରୁଥିଲେ, ସ୍ୱାମୀ ସେବା କରୁଥିଲେ, ଘର ଜଞ୍ଜାଳ କରୁଥିଲେ। ଏବେ ଟ୍ୟାପ ମୋଡ଼ିଲେ ପାଣି, ଫ୍ରିଜରେ 8 ବୋତଲ ଥୁଆଇଦବ, ଯଦି ପାଣି ଟିକେ ଆଣିଦଉନା ଯାଇକି ପିଇ ଦଉନ, ସେବା କରିବା କଣ କରି କହିଛି ନାଇଁ ତେମେ ରାଗିବନି ମା। ମୁଁ ତମ ଗାଁ କଥା କହୁଛି ନାଇଁ, ମୁଁ ଆମ ଘରେ ଯେତେବେଳେ ମାଗୁଛି ସେ ସେମିତି କହୁଛି। ମୁଁ ତମ ଗାଁରେ କାହିଁ କହିବି? ଜୀବନରେ ଆପଣ ଦେଖନ୍ତୁ କାହିଁକି କହୁଛେ କଥା ନା ଜୀବନରେ ଆପଣ ଗୋଟିଏ କଥା ଲକ୍ଷ୍ୟ କରିଥାନ୍ତୁ। ପାଣି ପାଇଁ ଗଲା ବେଳେ ମୁଣ୍ଡରେ ଗୋଟେ ପାତ୍ର ଥୁଆଇଥିବ, କାଖରେ ଗୋଟେ ପାତ୍ର, ହାତରେ ଗୋଟେ ପାତ୍ର। ସେମାନେ ଯେତେବେଳେ ଆସିବେ ଆସିଲା ବେଳେ କଥାବାର୍ତ୍ତା ହେଇ ଆସିବେ। ଆପଣ ସବୁ କରିବେ, ନାରୀ ପାଟି ବନ୍ଦ କରିବାକୁ ଅସମ୍ଭବ କେହି କରିପାରିବେ। ଆମେ କଣ 4 ଦିନ ହେଲା ପାଲା ଯାଉନୁ? ଆମେ ଦେଖୁନୁ କେତେ ଦୁଃଖ ସୁଖ ଶିଶୁ ଅବଶ୍ୟ ବଡ ପାଟି କରୁନାହାନ୍ତି, କିନ୍ତୁ ଯାହାକୁ ଦେଖିବ ମୁହଁକୁ ମୁହଁ ଲାଗିଥିବ। ଯଦି ଏତେ କାମ ଥିଲା ଦିନରେ ତା ଘର ଠିକ କରୁନି, ଦୁଃଖ ସୁଖ ହେଇଥାନ୍ତା। ଏଠି ତ ଗଭର୍ଣ୍ଣମେଣ୍ଟ ଚେୟାର ପଡିଛି, ବସିଲେ ଦୁଃଖ ସୁଖ ହେଲେ ରଥ କରିକି ଗଣ୍ଡି ଆଚ୍ଛା ଦୁଃଖ ସୁଖ ଆସିଲା ବେଳେ ଆପଣ ଦେଖିବେ ମୁଣ୍ଡରେ ଥିବା ପାତ୍ର ତା ଦେହରେ ହାତ ନାହିଁ, ପାତ୍ର ଧରି ପଡୁଛି। କାହିଁକି ଆଜ୍ଞା ପଡୁନି? ନା ଯେତେ ଦୁଃଖ ସୁଖରେ ମଧ୍ୟ ସେ ପାତ୍ର ପାଖରେ ମନ ଥାଏ। ସେମିତି ଆମେ ସଂସାର କେତେ ଜଞ୍ଜାଳ ଭିତରେ ଲୁଚିଛେ, କେତେ ଜଞ୍ଜାଳ ଭିତରେ ପଡିଛେ। ଯଦି ତା ପାଖରେ ଧ୍ୟାନ ଅଛି ଏ ଜଞ୍ଜାଳଟା କିଛି ଲାଗିବନି। କାହିଁକି? ନା ତା ପାଇଁ ଯଦି ଆପଣ ଶ୍ରମ କରିଛନ୍ତି ଆପଣଙ୍କ ଗୁରୁ ଦାୟିତ୍ୱ ସିଏ ନେବେ। ଆପଣ ଯଦି ତା ପାଇଁ ହାତ ଟେକିଛନ୍ତି ସେ ଆପଣଙ୍କର ସବୁ ବୋଝ ମୁଣ୍ଡେଇବ, ବଞ୍ଚେଇବ ସିଏ, ମାରିବ ସିଏ। ଗୋଟେ ପାଲା ରହୁଥିଲୁ ରୁଦ୍ର ପ୍ରତାପ, ଡାକ ରୁଦ୍ର ପ୍ରତାପ। ସେ ଜଣେ ଭାଇ ପାଲା ବୁଝୁଥିଲେ, ମିଛ ସତ କଥା ଆଜ୍ଞା। ତାଙ୍କୁ ଦିନେ ଦେଖିଲିନି ବୋଲି ଖାଇବାକୁ କୁଆଡେ ଯାଇଥିଲେ ନା କଣ କହିଲେ ଆଜ୍ଞା, ବଡ ଦୁଃଖ କଥା କହି କାନ୍ଦି ପକେଇଲା। ତାଙ୍କ ସ୍ତ୍ରୀର କ୍ୟାନ୍ସର। କହିଲେ ଡାକ୍ତର ଲାଷ୍ଟ ଇଞ୍ଜେକ୍ସନ ଦେଇଛି, କହିଲେ ଏଇଟା ଯଦି ସକ୍ସେସ୍ ହେଲା କିଛି ଦିନ ବଞ୍ଚିଯିବ, ନହେଲେ ମତେ କିଛି କହିବେନି। ଯଦି ପ୍ରଭୁଙ୍କୁ ଡାକ ତା ପାଇଁ ଶ୍ରମ କରିଛନ୍ତି କିଛି ଭୁଲ ହବନି। 5 ବର୍ଷ ଗଲାଣି ଗୋଟେ ପାଲାକୁ ଯାଇଥିଲି, ସେ ଦେଖା ହେଲେ କହିଲେ ଆଜ୍ଞା ମା କେମିତି ଅଛନ୍ତି? ନା ପ୍ରଭୁଙ୍କ ପାଖରେ ଭାରି ଭଲରେ ଅଛି। ତାହେଲେ ବଞ୍ଚେଇବା ଆଜ୍ଞା କିଏ? ସେଇ ମାରିବ କିଏ? ସିଏ। ଆମେ ଜଗିଲେ ବଞ୍ଚେଇ ପାରିବା? ବଞ୍ଚେଇବାକୁ ଚାହିଁଲେ ବଞ୍ଚେଇ ପାରିବା ନା ମାରିବାକୁ ଚାହିଁଲେ ମାରିପାରିବା? ଆମେ କିଛି କରିପାରିବାନି, ଖାଲି ମିଛୁଟାରେ ନହେଲେ ଆଉ କିଛି ନାହିଁ। ତେଣୁ ସୃଷ୍ଟିରେ କିଏ? ତା ପାଖରେ ମନ ବିକିଛି, ମନ ରଖିଛି, ଅଡୁଆ କିଛି ହବନି। ବାରି ପଚନ୍ତି କଲା ପ୍ରଭୁ ଆପଣଙ୍କର ଧର୍ମ ରକ୍ଷାକାରୀ, ଧର୍ମ ରକ୍ଷା କରିବାକୁ ଅଛନ୍ତି, ଆପଣଙ୍କ ପାଖରେ ସ୍ୱତନ୍ତ୍ରତା ଅଛି, ଆପଣ ଜଣଙ୍କ ସାଙ୍ଗରେ ମୈତ୍ର ବସିଏ ଭୁଲ କାମ କାହିଁକି କଲେ? ପ୍ରଭୁ ହସିଲେ କହିଲେ ଭୁଲ କାମ ତ ବୁଝି କରିନି। ମାନେ ଭୁଲ କରିନି, ଆଉ ଠିକ କଣ କରିଛ? ଆପଣ ତା ସପୋର୍ଟରେ ଛିଡା ହେଲେ, ତା ସପକ୍ଷରେ ଗଲେ ମତେ ମାରିଲେ। ନା ମୁଁ ମାରିନି, ସେଇଟା ତମ କର୍ମ ତମକୁ ମାରିଲା। ମୋ କର୍ମ ଅଡୁଆ ରହିଲା କୋଉଠି? ନା ଏଇଥିପାଇଁ ତମେ ଭୁଲ ବୁଝିଲ, ଭାଇକି ଭାଗ ଦେଲନି, ଝାଟିଏ ଦେଲେ ସେ ଜଙ୍ଗଲରେ ଲୁଚିଲା। କହିଲେ ପ୍ରଭୁ ଭୁଲଟା ମୋର ନୁହଁ, ଆପଣଙ୍କ ମୈତ୍ର ଯାହାକୁ ବୋଲି କୋଳେଇଛନ୍ତି। ଦିନେ ଭାଇ ଆଜି ଅସୁର ଆସିଲା ଯୁଦ୍ଧ କରିବାକୁ, ମତେ ଯୁଦ୍ଧ ବିଦ୍ୟା କଲା ବେଳେ ମୁଁ ତା ସାଙ୍ଗରେ ଦୌଡ଼ିଲି। ବିପଦ ପାତାଳ ଦ୍ୱାର ଦେଇ ଯେତେବେଳେ ଗଲି ସୁଗ୍ରୀବ ଏଠି ଜଗିଥା, ମାୟାବୀ ଅସୁର ଆସିଲେ ତୁ ତାକୁ ପ୍ରତିବନ୍ଧକ ସୃଷ୍ଟି କରିବୁ, ନହେଲେ ଆଘାତ କରିବୁ। ମାୟାବୀ ଅସୁର ମୁଁ ଯୁଦ୍ଧକୁ ପାତାଳକୁ ଗଲାବେଳେ ବୁନ୍ଦାଏ ରକ୍ତ ମୋ ଦେହକୁ ଫୋପାଡ଼ି ଦେଲା ସୁଗ୍ରୀବ ଦେହକୁ। ସୁଗ୍ରୀବ ଭାବିଲା ବୋଧେ ମୋ ଭାଇ ମରିଗଲା ଭାବି ମୁଁ ଯୁଦ୍ଧ ସାରି ତାକୁ ପାତାଳକୁ ଆସିଲା ବେଳକୁ ଇଏ ଆଉ ଦୁଆର ମୁହଁରେ ନାହିଁ। ମୁଁ କହିଲି ଆକୁ କଣ ମାରିଦେଲା କିରା? ଆସିକି ରାଜ୍ୟରେ ଦେଖିଲା ବେଳକୁ ଇଏ ମୁକୁଟ ପିନ୍ଧିକି ରାଜା ହେଇଛି। ମୁଁ କହିଲି ଇଏ ମୋ ଭାଇ ନା ଶତ୍ରୁ? ବୋଧେ ଏଇ ମାରିବାକୁ ନେଇଥିଲା। ଆପଣ ଦେଖନ୍ତୁ, ଯୋଡ଼ିଏ ଭାଇ ରଥଯାତ୍ରା ଦେଖିଯିବାକୁ ପୁରୀ, ଗୋଟିଏ ଭାଇ ହଜିଗଲା। ଜଣେ ସୂଚନା କେନ୍ଦ୍ରରେ ଜଣେଇବ, ବଢା ଠିକ ଥିଲା। ଦେଖନ୍ତୁ ସୂଚନା କେନ୍ଦ୍ରରେ ଯଦି ନିର୍ଦ୍ଦେଶ ଦବ ମୋ ଭାଇ ହଜିଗଲା, ଖୋଜିବ ତାପରେ ସିନା ଯାହା ଭାଇ ହଜିଗଲା ବୋଲି ଗାଁକୁ ଆସିଲା ବେଳକୁ ହିନେ ହିତରେ ମଝିରେ ତ ହୁଡା ଥବ, ଇଏ ଟ୍ରାକ୍ଟରରେ ହୁଡା ଭାଙ୍ଗି ଗୋଟେ ବିଲ କିଣି ଚାଷ କରିଛି। ଆଚ୍ଛା ଭାଇ ରଥଯାତ୍ରା ଦେଖି ଆସିଲେ ଆକୁ ବାଢେଇବ ନା ସଭାଇ? ମତେ ଟିକେ ବୁଝାନ୍ତୁ। ମାନେ
ମୋ ଭାଇ ଆପଣଙ୍କ ଭାଇ ଆପଣ ଆସିଲେ ଜଙ୍ଗଲକୁ ଆପଣଙ୍କ ଭାଇ ଆପଣଙ୍କ ସାଙ୍ଗରେ ଆସିଛି କିନ୍ତୁ ମୋ ଭାଇ ପରା ଇଏ ଆସି ରାଜା ହେଇଛି ମୁଁ ମଲିକି ବୋଲି ଇଏ ଜାଣିଛି ଆକୁ ମାରି ନଥାନ୍ତି ଆଉ କଣ କହିଥାନ୍ତି କହିଲେ ନାଇଁ ସେ କଥା ନୁହଁ ନା ଆଉ କୋଉ କଥା ଦେ ନା ତମେ ନାରୀକି ସମ୍ମାନ ଦେଲନି ମାନେ ଝିଅ ଭଗିନୀ ଭଉଣୀ ସୁତା ନାରୀ ପୁଅର ବୋହୂ ଇଏ 4 ଜଣ ଯାକ ଆଜ୍ଞା ସମାନ ଇହ୍ନହି କୁଦୃଷ୍ଟି ବିଲୋପଇ ଯୋଇ ସନ୍ଥ ତୁଳସୀଦାସୀ ଗୋସ୍ୱାମୀ କହିଲେ ତାହି ବୋଧେ କଛୁ ପାପ ହୋଇ ସମାଜରେ ଯିଏ ନାରୀ ନିର୍ଯାତନାକାରୀ ତାକୁ ଯଦି ସାଙ୍ଗେ ସାଙ୍ଗେ ଫାଶୀ ହେଉଥାନ୍ତା ତାହେଲେ ଓଡ଼ିଶାରେ କ'ଣ ନିର୍ଯାତନା ବଢୁଥାନ୍ତା ଆପଣ ଦେଖୁନାହାନ୍ତି ଯେତେ କଥା ଆପଣ ଦେଖନ୍ତୁ ଏ ସଂସାରରେ ଅନ୍ୟାୟ ବଢୁଛି କାହିଁକି ନା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ କେହି ନାହାନ୍ତି ସେଦିନର ଜଟାୟୁ ଯଦି ଥାନ୍ତା ରାବଣ ସାଙ୍ଗରେ ବିଦ୍ରୋହ ସୃଷ୍ଟି କରିଥାନ୍ତା ଆଉ ଜଟାୟୁ ନାହାନ୍ତି ଆମେ କଳିଯୁଗର ମଣିଷ ସବୁ ପିତାମହ ଭୀଷ୍ମ ପେଟେ ଖାଇକି ମୁହଁ ପୋତିକି ସବୁ ଶୁଣିବା ଆଉ ଦ୍ରୌପଦୀ ଉଲ୍ଲଗ୍ନ ହବନି କଣଟା ହବ ଯଦି ଜଟାୟୁ ଥାନ୍ତେ ତାହେଲେ କେହି ହୁଅନ୍ତେନି କାହିଁକି କଥା କହୁଛି ନା ସମାଜରେ ନାରୀକି ଯିଏ ସମ୍ମାନ ଦେଇ ଶିଖିନି ସିଏ ଭୁଲ ରାସ୍ତାରେ ପାଦ ଦବ ଆପଣ ଚଳଣି ସଂସ୍କୃତି ପରିବେଶ ଆମେ ଯଦି ବୁଝିପାରିଲେ ଏ ସମାଜ ସୁନାର ସଂସାର ହେଇଯିବ ଆମେ ପାଲା ବୋଲୁଛୁ ମୋ ପାଲା ଗାଲିବା ହେଲାଣି 35 ବର୍ଷ ଯଦି 35 ଜଣ ଲୋକ କିଏ ପରିବର୍ତ୍ତନ ହେଇ ଯାଇଥିବେ ତାହେଲେ ମୋ ପାଲା ବୋଲିବାରେ ସାର୍ଥକତା ଅଛି ନହେଲେ ପାଲା ବୋଲିବାରେ ମୂଲ୍ୟ କିଛି ନାହିଁ ଆଜ୍ଞା କାହିଁକି କଥା କହୁଛି ନାରୀକି ସମ୍ମାନ ଦେବୁ ବୋଲି ଆମେ ସମସ୍ତେ କହୁଛୁ ଭାରତ ସ୍ୱାଧୀନତା ପାଇବାର 80 ବର୍ଷ ପୂର୍ତ୍ତି ହବ କିନ୍ତୁ ଏପର୍ଯ୍ୟନ୍ତ ନାରୀ ସ୍ୱାଧୀନତା ପାଇଛି ସ୍ୱାଧୀନତା ଯଦି ସଂସାରରେ ନାରୀ ପାଉଥାନ୍ତା ତାହେଲେ ଆଜି ସମାଜର ହିଂସା ଦ୍ୱେଷ ଏ ଅସଦାଚରଣ ଆଜି ସମାଜର ନାରୀ ଅସୁରକ୍ଷିତ ଅବସ୍ଥାରେ ନଥାନ୍ତା ନାରୀ ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ନୁହଁ ଯୋଉ ସମାଜ ନାରୀକି ସୁରକ୍ଷା ଦେଇନି ସେ ସମାଜରେ ଧର୍ମ ଆଜ୍ଞା ଲୋପ ହବ ଭଗବାନ ରାମ ବାଳିକି କହିଲେ ବାଳି ଭାଇ ବୋହୁକୁ ତୁ ସମାଜରେ ସଂସ୍କାର ଶିଖିନୁ ଭାଇ ବୋହୁକୁ ସମ୍ମାନ ଦେଇନୁ ମାନେ ତୋ ଭାଇ ବୋହୁକୁ ତୁ କାହିଁକି ଅପହରଣ କଲୁ ବାଳି କହୁଛି ପ୍ରଭୁ ସେ ବୁଦ୍ଧିଟା କାହାର ମାନେ ଏ ଭାଇ ବୋହୁକୁ ତୁ ଅପହରଣ କରି ବୁଦ୍ଧିଟା କାହାର ନା ତୋର ନା ନାଇଁ ତୋର ମାନେ ମତେ ପଶୁ ଜନ୍ମ ଦେଲା କିଏ ନା ମୁଁ ତୁ ତ ପଶୁ ଜନ୍ମ ଦେଲୁ ଏ ସଂସାରରେ ଯେତେ ପଶୁ ଜାତି ଅଛନ୍ତି ଭାଇ ବୋହୁ ଭାଇ ଭଉଣୀ କାହାର ଅଛି ରେ ମୋର କଥା ମୁଁ ତ ପଶୁ ଜନ୍ମ ପାଇବି ଆଉ ମତେ କଣ ଏତେ ବୁଦ୍ଧି ବତଉଛୁ ପ୍ରଭୁ ଆସିଲେ କହିଲେ ତୁ ସିନା ପଶୁ ବୋଲି ନିଜକୁ ଭାବୁଛୁ କବି ସମ୍ରାଟ ଭଙ୍ଗ ବୈଦେହୀ ବିଳାସ ବଳ ବଳ ଗୋଟିଏ ସିଂହୀ राजा तू राजा टी हम निजକୁ ମାଙ୍କଡ ବୋଲି କଣ କହୁଛୁ ତୁ ଭାରି ଜ୍ଞାନୀ ତୁ ଭୁଲ କରିଦେଲା ପରେ ଖସିବା ପାଇଁ ଏ ବୁଦ୍ଧି ବାହାର କରୁଛୁ ଜୀବନରେ ଯେମିତି ତୁ ଖସିବାକୁ ବିଚାର କରୁଛୁ ସେଇଟା ନ୍ୟାୟ ନୁହଁ ଜଗତ ମାନେ ନା ତୁ ଭୁଲ କରିଛୁ କାରଣ ଏ ସଂସାରରେ ତୁ ଜଣେ ରାଜା ରାଜାର ଧର୍ମ କଣ ସେଇଟା କଣ ତୁ ବୁଝିଛୁ ଯଦି ବୁଝିଥାନ୍ତୁ ଭାଇ ବୋହୁକୁ ଅପହରଣ କରିନଥାନ୍ତୁ ତୁ ଭାଇ ବୋହୁକୁ ଅପହରଣ କଲୁ ଯେ ସମାଜରେ ଭାଇ ବୋହୁକୁ ଅପହରଣ କଲା ଏ ସମାଜରେ ବଞ୍ଚିବାର ଅଧିକାର ତାର ନାହିଁ ମାନେ ମୋର ବଞ୍ଚିବାର ଅଧିକାର ନାହିଁ ନା ନା ତୁ ଏ ସମାଜରେ କୁସଂସ୍କାରୀ ଆମେ ସେଦିନ ବ୍ରାହ୍ମଣ ଛୁଆ ବିଲମଣ୍ଡଳକୁ ନିନ୍ଦା କଲୁ ଯେ ସାଧବ ସ୍ତ୍ରୀ ପଛେ ପଛେ ଗୋଳେଇଲା ରାବଣକୁ ନିନ୍ଦା କଲୁ ଯୋଡ଼ିଆ ବ୍ରାହ୍ମଣ ଯୋଉମାନେ ନାରୀ ପ୍ରେମୀ ସମାଜରେ ସେମାନଙ୍କର ଭୂମିକା କେତେ ଜଣେ ଆଖି ଦାଡ଼ି ଦେଲା ଆଉ ଜଣେ 10ଟା ମୁଣ୍ଡ କଟିଲା ମଲା କାହିଁକି ଆଜ୍ଞା ନାରୀ ପଛରେ ଗୋଡ଼େଇଲେ ବୋଲି ଅବାଟରେ ଯୋଉ ମଣିଷ ଗଲା ମଣିଷ ଜନ୍ମ 84 ଲକ୍ଷ ଜମି ଭ୍ରମଣ କରି ପାଇଲୁ ପୁଣି ଜାତି ଶ୍ରେଷ୍ଠ ବ୍ରାହ୍ମଣ ଭୁଲ କାମ କାହିଁକି କଲୁ ସେଇଥିପାଇଁ ଏ ସମାଜ ସେମାନଙ୍କୁ ନିନ୍ଦା କଲା ଏ ସମାଜ ଆଖି ଆଗରେ ଘୃଣ୍ୟ ରାବଣ ବ୍ରାହ୍ମଣ ଛୁଆ ବ୍ରହ୍ମାଙ୍କର ଚତୁର୍ଥ ପୁରୁଷ ବିଶ୍ରବାର ପୁଅ ତାକୁ କହିଲେ ରାକ୍ଷସ ରାକ୍ଷସ କଣ କି ସେ ବ୍ରାହ୍ମଣ ଛୁଆଟି ରାକ୍ଷସ କଣ କହିଦେଲେ କହିଲେ ପ୍ରଭୁ ଆପଣ ମତେ କାହିଁକି ଦୋଷ ଦଉଛନ୍ତି ନା ଦୋଷ ତମେ କରିଛ ନା ନା ପ୍ରଭୁ ମୋ ମନ ମାନୁନି ଆପଣ ସତ କହନ୍ତୁ ମତେ ମାରିବା ପଛରେ ଆପଣଙ୍କର ଉଦ୍ଦେଶ୍ୟଟା କଣ ଭଗବାନ ରାମ ବାଧ୍ୟ ହେଲେ କହିଲେ ମୁଁ ମୈତ୍ର ମତେ କହିଥିଲା ତ ମୋ ସ୍ତ୍ରୀ କାହିଁକି ମୋ ପାଖରେ ଲୁଚେଇ ଦେବ ତେଣୁ ମୁଁ କହିଥିଲି କଣ କରିଥିଲି ତମ ଶତ୍ରୁକୁ ମୁଁ ମାରିଦେବି ସେଇ ଗାଁରେ ମୁଁ ତମକୁ ମାରିଦେଲି କାଳି କହିଲା ବାରେ ପ୍ରଭୁ ମତେ ଯଦି ଏତିକି କହିଥାନ୍ତ ମୁଁ ରାବଣ ପାଖକୁ ପତ୍ର ଲେଖିଥାନ୍ତି ରାବଣ ମା ସୀତାଙ୍କୁ ଆଣି ଆପଣଙ୍କ ପାଖରେ ଛାଡ଼ି ଦେଇ ଯାଇଥାନ୍ତା
ବାଡ଼ି ଆଚ୍ଛା ବାଣ କାଢିଦେବି ନା ଭାରି ଚାଲାକି ଛକ ଆଇ ତମେ ସିନା ବାଣ କାଢିଦବ ଆଉ ମତେ କଣ ଏ ବ୍ରହ୍ମବାଣ ଜୀବନରେ ମିଳିବ ମତେ ବୈକୁଣ୍ଠକୁ ବାଟ ଦିଶିଲାଣି ଯେ ହେ ମହାପ୍ରଭୁ ତୋ ଦାମ୍ପତ୍ୟ ଜୀବନ ସଜାଡ଼ିବା ପାଇଁ ତୋ ସ୍ତ୍ରୀ କି ପାଇବା ପାଇଁ ମୋ ସ୍ତ୍ରୀ ହାତର ଶଙ୍ଖା ସିନ୍ଦୁର ପୋଛିବାର ଯୋଉ ପ୍ରୟାସ କରିଛୁ ଜୀବନରେ ଆଉ କାହା ଜୀବନରେ କଥା ନ ଆସୁ ମତେ ଦୁଃଖ ଦେବ ଦେଲୁ କିନ୍ତୁ ଭବିଷ୍ୟତରେ ଆଉ କାହାକୁ ନ ଆସୁ ଯେମିତି ଯୀଶୁଙ୍କ ହାତ କାଦରେ ପିଟି ଦିଆଗଲା ଲୁହା କଣ୍ଟା ହାତରେ କୁଶ ବିଧା କଲା ବେଳେ ଯୀଶୁ କହିଲେ ହେ ଈଶ୍ୱର ଏମାନଙ୍କୁ କ୍ଷମା କର କାରଣ ଏମାନେ ଜାଣୁନାହାନ୍ତି ଯଦି ଜାଣୁଥାନ୍ତେ କଣ ମଣିଷ ସତ୍ୟରେ କୁଶ ବିଧା କରନ୍ତେ ଏମାନେ ବୁଝିପାରୁନାହାନ୍ତି ଆଉ ଯିଏ ବୁଝୁନି ତାକୁ ପ୍ରଭୁ ଶବ୍ଦ ପିନ୍ଧି ଦିଏ ସେମିତି ବାଡ଼ି କହୁଛି ପ୍ରଭୁ ମୁଁ ତ ଦୁଃଖ ପାଇଲି ମୋ ଜୀବନ ଗଲା ମୋ ଦାମ୍ପତ୍ୟ ଜୀବନ ବିଭାଗ ହେଇଗଲା କିନ୍ତୁ ଭବିଷ୍ୟତରେ ତୋ ସ୍ୱାର୍ଥ ପାଇଁ ଏମିତି କାହା ଜୀବନରେ ତୁ ଆଉ ନିଆଁ ଲଗେଇବୁ ବାଡ଼ି ହାତ ଯୋଡ଼ିଛି କହିଲା ପ୍ରଭୁ ଶେଷ ଜୀବନର ଶେଷ ଦେଖା ଆଉ ତ କାଲିକି ଦେଖା ମିଳିବନି ନା ତତେ ପାଇବି ମହାପ୍ରଭୁ ଗୋଟାଏ କଥା ଶେଷ ଜୀବନରେ ଆଉ କଣ ଅଛି କ୍ଷମା ସାଗର ये दूरी का पहाड़ा तुमुदा इंदु किराधी तो नया बंधु हे जाओ जीव तो परमात्मा को शेष में देखीदेला सेटा हूँ जीवन सौभाग्य ये भाग्य बोधे जीवन में आसब ना आसो मुझे जानी मुझे मरवा दुख करूनी कि प्रभु एमती दुख क्या परिवार को दबुनी महाप्रभु आपण बंचेई नाहंती तो मारी सारिले मरी भी मत वैकुंठ बात दिसिलानी किंतु प्रभु मो भारी दुख का जीवन रे आसु मते तो कथा मने पकौनी मु त्रिपुरा विजय बारी शत्रु को देखिला दिए रण उतार दे दौड़ी जाए आज तो पाकर निष्प्रभ निस्तेज सहस्र किरण पड़िला परे सूर्यकर आकाश पर भर जेमती नक्षत्र गुडा लीन हो जाती पानी जेतबे समुद्र में मिसी जाए नदीर उन्मादता
ବଞ୍ଚେଇକି ମୁଁ ପ୍ରଭୁ ତୋ ପାଦରେ ସବୁ ହଜେଇ ଦେଲିଣି। ମୋର ଆଉ ଅତୀତ କଥାର ଲାଭ କିଛି ନାହିଁ। ଅତୀତ କଥା ମନେ ପକେଇ ମୁଁ କଣ ଦୋଷ ଅର୍ଜନ କରିବି? ନା ଆଗକୁ ଯିବି ନା ଭାବୁକୁ ଥିବ। ଆପଣ କହିଲେ ତୁମ ଯାଇକି ଖାଆନ୍ତା ଘରେ ଭାରି ପେଟି ମାଛ ଖାଉଛି ତ ଥିବ ଦେଖେଇକି ମାଗୁଛି ମାଛ ମୋଟା ସେଇ ପିସିଟା ଯିବ କିଣିକି ଖାଉନୁ ସୁଆଦ ମିଳିବନି ମାଛ ଆଳୁ ପୋଡାକୁ ପଖାଳ ରସୁଣ 280 ଟଙ୍କା କହିଲା ରସୁଣ ଟିକେ ଖାଉଥାଉ ଚୋପା ଗୋଟେ ଜାଣି ସେଇଠି କହିଲେ ଅତୀତ କଥାରେ ମନ କିଛି ନାହିଁ ମତେ ତ ଭାରି ଚିନ୍ତା କରୁଛି ଅତୀତରେ ଲାଭ କଣ ଅଛି। ଭୋପଟ ଆପଣମାନଙ୍କର ବିଶ୍ୱ ଚନ୍ଦନ ଅଛନ୍ତି ଆମର ଦୃଷ୍ଟିକି ସମ୍ଭବ ଆଜ୍ଞା ଆପଣମାନଙ୍କର ସ୍ନେହ ଅଛି ସଦିଚ୍ଛା ଅଛି ଇଏ କଳାକାର ପାଇଁ ଭଲ ପାଇବା ଅଛି ବୋଲି କଳାକୁ ଭଲ ପାଉଛନ୍ତି ସଂସ୍କୃତିକୁ ମର୍ଯ୍ୟାଦା ଦଉଛନ୍ତି ବୋଲି ପାଲାବାଟାକୁ ଡାକି ଆଣି ଗରମରେ ସିଝୁଛନ୍ତି ପେଟକୁ ଉପାସ ଭୋଗ ରଖି ରାତି ନିଦ୍ରା ହେଇ ପାଲାକୁ ପଇସା ଦଉଛନ୍ତି ଆପଣମାନେ ଅନିଦ୍ରା ହେଇଯାଉଛନ୍ତି କାହିଁକି ନା କଳା ପ୍ରତି ଆପଣଙ୍କର ସ୍ନେହ ଅଛି ସଦିଚ୍ଛା ଅଛି ଭରସା ଅଛି ଭଲ ପାଇବା ଅଛି କଳାକାରକୁ ଭଲ ପାଇବା ଅଛି ପାଲାବାଲା ଜଣେ ଆଜ୍ଞା ବଡ ନୁହଁ ଆପଣମାନେ ହେଉଛନ୍ତି ବଡ ଆପଣମାନଙ୍କ ମହାନତା ଯୋଗୁଁ ଆମେ ପାଲାବାଲା ବଞ୍ଚିଛୁ ଆପଣଙ୍କ ପଇସାରେ ଆମ ଗାଡ଼ିରେ ତେଲ ପଡ଼ିବ ଆପଣଙ୍କ ପଇସା ଆମ ଲାଇନ ବିଲ୍ ଆପଣଙ୍କ ପଇସା ଆମ ଝିଅ ଘରକୁ ସାବିତ୍ରୀ ଭାର ଯିବ ଆପଣଙ୍କ ପଇସା ପୁଅ ଟ୍ୟୁସନ ପଇସା ଦିଆହବ ଆପଣଙ୍କ ପଇସା ଝିଅ ବାହାଘର ହବ ଆପଣଙ୍କ ପଇସାରେ ଆମ ପ୍ୟାଣ୍ଟ ସାର୍ଟ ଆପଣ ଏ ସାର୍ଟ ଆମେ କିଣିଛୁ ସବୁ ଆପଣମାନଙ୍କର ଗାମୁଛା ଖଣ୍ଡିଏ କିଣୁ ଦେଇଛନ୍ତି ଯୌତୁକ ଯାହା ଆମେ ପିନ୍ଧିବୁ ଆମ ବନ୍ଧୁବାନ୍ଧବ ପିନ୍ଧିବୁ ସବୁ ଆମେ ପାଲା ବଡ ନୁହଁ ଆପଣମାନେ ହେଉଛନ୍ତି ମହାନ ତେଣୁ ଜୀବନରେ ଅତେ ଗୀତ ଆଜ୍ଞା ଗୋଟେ ସଂଘାତ গলা কথা सारी केते ना धरी डाकुथब खोलिदेले सी आउ नह पाला बाला गाँ मार कुंडा देई पड़े आ गाँ ना मन रखि न থাকে बाबाजी जो गाँ जिबे माया लागि बोली दी राती रहंदिनी ओळी जाती কিন্তু हमको एठी एमिति माया लागि गलानी कहि होबनी संसारपुर विथर तीर्थर आसिलु तीन थर आसेछि किछ अनुभव करे কিন্তু এই থর যেতবে চারি থর করে বিদায় হেলি কাইকে फटफट लुह बाहर आसे बाकी काहे आज्ञा ना जो आत्मरिकता थाए क्षमा पाइबा थाए मन मिसे सेठी जीवन दी पद भल मन्द कथा कहवा भल लगे आखि लुह हुए काहे कथा कहूँ ना मारी बसैछि ब्रह्मबाण बाजी देहरे प्रभु को पाद तले पड़ी आखिरे धार लुह प्रभु देखुं त्रिपुर विजय बाड़ी काली जो अहंकार पहाड़ पर छिड़ाई जे विश्व का मानेनी निजक जोधा बोली भावे आखिरे कहीं लुह आंतरिकता से प्रभु को देखला आखिरे लुह चाप चली आसे कहीं गाड़ी बज कला प्रभु अतीत को मन पकई मोर लाभ किसी ना अतीत को भावीदे सब कथा दुख आसे अतीत को भावी ना बर्तमान मुझे बांची विश्व चंदन चंपू भविष्य बलदेव संगात
ପାଇଁ ସାଥୀ ହେବି ବୋଲି ଗୋଟିଏ ଜନ୍ମ ମଧ୍ୟ ସାଥୀ ତୋ ପାଖରେ ରହିପାରିଲିନି। ଅୟାସୁରକ୍ଷା ଆମର କୋଉ ଆଶା ରଖିଥିଲୁ ମୁଁ ବାଣି ବଞ୍ଚିଥାନ୍ତି ମୋ ଆଖି ଆଗରେ ମରିଥାନ୍ତୁ, ସେ ସୌଭାଗ୍ୟ ମଧ୍ୟ ତତେ ଦେଲିନି। କାହିଁକି ନା କଣ କହିବି, ମୁଁ ତ ନିଜକୁ ରଖିପାରୁନି, ତତେ କେତେବେଳେ ରଖିବି? ନିଜ ରକ୍ଷଣ ଅସମ୍ଭବ, ସେଟା ମୁଁ ଅନ୍ୟକୁ ରଖିବ। ଆଉ ଗୋଟାଏ କଥା ଛମ୍ପୁ, ଆପଣମାନଙ୍କର କବି ସୂର୍ଯ୍ୟ ବଳକା ମାଟି ଜାଣିଛୁ ଲାଭ ଗଲେ ସ୍ତ୍ରୀ କି କହିବେ ଭଲ ଭାଇ ଫ୍ରିଜରେ ଜରିରେ ବାନ୍ଧିକି ଥୋଇଦିଏ, କୁକୁଡ଼ା ଗୁଡାକ ସନ୍ତୁଳା କରିବେ। ଆରେ ତୁ ଯଦି କାଲିକି ମରିବୁ ସେ ଭଲ ଗୁଡାକ କିଏ ସାଇ ଭାଇ ଖାଏ? ତେଣୁ ଆଗ କଣ କୁକୁଡ଼ା ଖାଉଛୁ, ଆଗ ଭଲୁ ଟିକେ ଖାଇଦିଏ, କୁକୁଡ଼ା ଥୋଇଥା ବଞ୍ଚିଲେ ଖାଇବୁ, ନହେଲେ ନାହିଁ ଗଲେ ଗଲା। କିନ୍ତୁ ମଣିଷ ଆଗେ କୁକୁଡ଼ା ଖାଇବ, ଭଲ ସାଇତିକି ଥୋଇବ, ସାଇ ଭାଇ ଡାଲମାରେ ଖାଇବେ, ଆଉ କଣ ସେମିତି କଥା ନା? ତେଣୁ କାଲି କଥା କିଏ ଦେଖି? ଆଉ ଗୋଟେ କଥା ଚମ୍ପୁ, କିଶୋର ଚନ୍ଦ୍ରନ ଚମ୍ପୁ, ଛଅ ପଟଳ, 8 ତାରିଖ 7 ମାସ ଭିଡ଼ ହଉଛି କରିବା କାଲି ତ ଶୋଇବା କହୁଛି ଭିଡ଼କୁ ପଚିଶ ମୋ କିଛି ଜାଣିବ ସେଇଠି କହିଲେ ତଥାପି ପ୍ରିୟ ସଖୀ ଭାରି ବିଚାର କରୁଛି କହିଲା ତାରା କିଛି କି ନଥିଲି କାଲିକି କହିହବନି। ଆଉ ତୁ ତାକୁ କଣ ବୋଲି ଭାବିଲୁ? ତଥାପି ପ୍ରିୟ ସଖୀ ମୁଁ ଥିବି ଛାଡ଼ିବି ପ୍ରାଣ ତାର ମୌଳିକତା ଇয়া ହଜି ହଜି ଗଲାଣି। ଆଉ ନିଜ ଭାରି କଷ୍ଟ। ସେତେବେଳେ ଏଟା ଗୁରୁ ଉଠିଥିଲା, ଗୁରୁଦ୍ୱାରକୁ ଯିବେ, ଗୁରୁ ଆସିବେ ମାସ ମାସ, ରାଗ ରାଗିଣୀ, ଛାନ୍ଦ ଚୌପଦୀ, ଓଡ଼ିଶୀ, କନ୍ନଡ଼ା, ଆହାରୀ, କଲ୍ୟାଣ ଆହାରୀ, କାମୋଦୀ, ଖଣ୍ଡ କାମୋଦୀ, ଶୋକ କାମୋଦୀ, ଲଳିତ କାମୋଦୀ, କୁମ୍ଭ କାମୋଦୀ, ଏଗୁଡ଼ା ସବୁ ଥିଲା। ଇଏ ଗୁରୁମୁଖୀ ଆଉ ସେ ନଥିଲା, ଆଉ ତ ସିଏ ନାହିଁ। ଏବେ ତ ସବୁ ଶସ୍ତା ହେଇଗଲାଣି। ପାଲା ଚୌପଦୀ ଚାରିଟା ବୋଲିକି ଗୋଡ଼ ହାତ ଟେକିକି ଡେଇଁଲେ ଭାରି ଆନନ୍ଦ, ଆପଣମାନେ ମଧ୍ୟ ଖୁସି ହେବେ। ଆଉ ବିଶେଷ କରି ପାଲାରେ କମେଣ୍ଟଟା ଆସୁଛି, ସେ ପାଲା ବାଲା ଯଦି ସେ କମେଣ୍ଟସ ଗୁଡ଼ା ତାର ପଢ଼ନ୍ତା ତାହେଲେ ତା ଚରିତ୍ର ସଂହାର ହେଇଯାନ୍ତା ଆଉ ନିଜକୁ ସଂସ୍କାରୀ କରିଦିଅନ୍ତା। ସେମାନେ ଜାଣୁନାହାନ୍ତି, ଆଉ ଜାଣୁଥିଲେ କ'ଣ ଏମିତି ହଉଥାନ୍ତେ? ଅଭଦ୍ରର ସୀମାରେଖା ଯୋଉଠିକି ଗଲେ କହୁଛନ୍ତି ଆଜ୍ଞା ଟିକେ ଶିବ ତାଣ୍ଡବ। ଶିବ ତାଣ୍ଡବ ଯେତେବେଳେ କ୍ଷେତ୍ରବାସୀ ମିଶ୍ର କରୁଥିଲେ ସେତେବେଳେ ସିନା ଶିବ ତାଣ୍ଡବ କରିଥିଲେ, ଏବେ ତାଣ୍ଡବ ଶିବଙ୍କ ପାଖରେ ପାର୍ବତୀ କଲେ। ଆଉ ଶିବ ତାଣ୍ଡବ ଆଉ ଶିବ କାହିଁକି ଆମେ ଧରିବୁ? ପାର୍ବତୀଙ୍କର ଆହୁରି ଭଲ ହଉଛି, ସେ ଗୋଡ଼ ହାତ ଟେକିକି ଭଲ ତାଣ୍ଡବ କରୁଛନ୍ତି, ପାର୍ବତୀ ତାଣ୍ଡବ ତାକୁ କରନ୍ତି। ଆଉ ପାଲା ସଂସ୍କୃତି ଏମିତି ତଳକୁ ଆସିଲାଣି, ପାଲା ବାଲାଙ୍କୁ ସେତେବେଳେ ଗାଁ ଭିତରେ ଘର ଦଉଥିଲେ, ନିଜ ଘର ଭିତରେ ଘର ଦଉଥିଲେ। ଏବେ ପାଲା ବାଲାଙ୍କୁ ନେଇ କହିଲେ ଗାଁ ଭିତରେ, କୋଠ ଘରେ, ସ୍କୁଲ ଘରେ, ପାଣି ଟାଙ୍କି ପାଖରେ ନେଇ ରଖିଲେ। ମୁଁ ଭାବୁଛି ଆଉ 10 ବର୍ଷ କୁକୁଡ଼ା ଫାର୍ମ ପାଖରେ ନେଇ ରଖିଲେ। ସେଥିପାଇଁ ଗାଁ ବାଲା ନାହିଁ, ପାଲା ବାଲା। ଆମେ ପାଲା ବାଲା ଭୁଲ କରୁଛୁ ବୋଲି ଆମେ ପାଣି ଟାଙ୍କି କରୁଛୁ। ସେତେବେଳେ ଝିଅ ବୋହୂ ମାନେ ପାଲା ବାଲାକୁ ଶ୍ରଦ୍ଧା କରୁଥିଲେ, ରାତି ବେଳାକୁ ଗରମ ପାଣି ଥଉଥିଲେ, ମୁହଁ ଧୋଇବାକୁ ପାଣି ଥଉଥିଲେ। ପାଲା ବାଲା ଯାହା ଘରେ ରହିଲେ ତା ସ୍ତ୍ରୀ ଗରମ ପାଣି ଦେଲେ ତା ହାତ ଆଡୁ ସାଉଣ୍ଡ ଦେଇଦେବେ, ଆଉ ସେ ଘରେ ରଖିବ କିଏ? ଏଇ ଯୋଉ ପାଣି ଟାଙ୍କିରେ ଥୋଇଲେ। ସେଥିପାଇଁ ଆମେ ନାହିଁ, ଆମ ଗୋଡ଼କୁ ଆମେ ହାଉଛୁ। ପାଲା ସଂସ୍କୃତି ଗଢ଼ି ଉଠୁଛି ପାଲା ବାଲାଙ୍କ ପେଟ ପୋଷିବା ପାଇଁ। ଆମେ 10ଟା କଲର କି 5ଟା ଫେଲ୍ କରିବୁ, 5ଟା ଯିବୁ, ଶେଷରେ ସେ ଛାଡ଼ ଏଇ ଅନୁଷ୍ଠାନ ବୁଲେଇବ। ତାହେଲେ ପାଲା ବାଲା ବୁଲଉଛି ନା ଆଉ କିଏ ବୁଲଉଛି? ଆପଣ ଆସ୍ତେ ବିଭାଗ ତାର କିଛି ପ୍ରତିବାଦ। ଆମେ ପାଲା ବାଲା ପାଲାର ଶିଷ୍ଟାଚାର ଭୁଲିଲୁ, ପାଲାର ସଂସ୍କୃତି ଭୁଲିଲୁ, ପାଲା ସଭ୍ୟତା ଭୁଲିଲୁ, ପାଲାର ପରମ୍ପରା ଭୁଲିଲୁ। ମୌଳିକତା ବଜେଇ ଯାଇ ଆମେ ଯୋଉ ଗୀତ ଗାଉଛୁ ସେ ଗୀତରେ ମୌଳିକତା କିଛି ନାହିଁ, କିନ୍ତୁ ସେଥିରେ ଆମର ଆନନ୍ଦ। ସେଇଟା କଣ ହୁଏ? ସେ ଚୌପଦୀଟା ଚମ୍ପକା ବରଣା। ଆଜି ଝିଅ ଗାଇଲେଣି, ପୁଅ ଗାଇଲେଣି, କିରେ କିଏ ଜଣେ ମଦ ବୋଳିକି ଆକ୍ସନ କରିଦେଲା ବୋଲି ଝିଅ ପିଲା ଗୁଡାକ ସେ ଏମିତି ହେଲେ, କାହାକୁ କହିପାରେ ନା। ପାଲା ସଂସ୍କୃତି ଏତେ ତଳକୁ ଗଲାଣି। ବିନାୟକ ରଥ ଜଣେ ବିଶେଷଜ୍ଞ, ସେ ଗୋଟେ ବାଇକ୍ ଦେଇ 8 ଦିନ ତଳେ ଛାଡ଼ିଛନ୍ତି, କହିଲେ ପାଲା ବାଲା ମାନେ ଶିଷ୍ଟାଚାର ଶିଖ ଆଉ ସଭ୍ୟତାକୁ ଆସ, ନହେଲେ ପାଲା ବୁଡ଼ି ଯିବାର ବିଶେଷ ସମ୍ଭାବନା। ବାସ୍ତବିକ ଆଜ୍ଞା ଦେୟା ସତ, ପାଲା ବାଲା ବୁଡ଼ି ଦେବେ ପାଲା, ଆଉ ଆକୁ ହଜେଇ ଦେବୁନି। ଆମେ ଏତେ ପରିଶ୍ରମ କରି ଧାରଣା ରହି କାହିଁ ଗାଇବୁ?
10 ପଦ ଗାଇକି ଗୋଡ଼ ଟେକି ହେଇଲେ ଆପଣ ମାନେ ଖୁସି ହେବେ, ପୁରସ୍କାର ଦେବେ, ପାଣି ମାରି ଆସିବେ, କାମ ସରିଲା। ତାହେଲେ କାହିଁକି କଥା କହୁଛି କହିଲେ ଭାବିରେ କହା ତଥାପି ରେ ପ୍ରିୟ ସଖୀ କି ଛାଡ଼ିବି ପ୍ରାଣ ଭାବିରେ পুরোনা কবি, পুরোনা গীত, পুরোনা স্বর, পুরোনা তাল, পুরোনা লয়, ঘোট টিকে সেমি পুরোনা ঘোট করদেবা পড়েবা।